1991 ଭାରତ ଇତିହାସରେ ଏମିତି ଏକ ବର୍ଷ ଯେତେବେଳେ ଦେଶ ଏକ ଭୟଙ୍କର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିଲା। ଏମିତି ଲାଗୁଥିଲା ସତେ ଯେମିତି ଦେଶ ଦିବାଳିଆ ହୋଇଯିବ। କିନ୍ତୁ ସେହି ସଙ୍କଟ ଭିତରୁ ହିଁ ଏକ ଏମିତି ସାହସିକ ନିଷ୍ପତ୍ତି ନିଆଗଲା ଯାହା ଭାରତର ଭାଗ୍ୟକୁ ସବୁଦିନ ପାଇଁ ବଦଳାଇ ଦେଲା। ଆସନ୍ତୁ ଆଜି ସେହି ସଙ୍କଟ ଏବଂ ପରିବର୍ତ୍ତନର କାହାଣୀକୁ ଟିକେ ଭଲ ଭାବରେ ବୁଝିବା। ଆଜି ଆମେ କ'ଣ ସବୁ ଦେଖିବା? ପ୍ରଥମେ ତ ଜାଣିବା ଯେ ଆର୍ଥିକ ବିକାଶର ପ୍ରକୃତ ଅର୍ଥ କ'ଣ। ତାପରେ ଟିକେ ସମୟରେ ପଛକୁ ଯାଇ 1991 ପୂର୍ବର ଭାରତକୁ ଦେଖିବା ଆଉ ସେହି ସଙ୍କଟପୂର୍ଣ୍ଣ ମୁହୂର୍ତ୍ତ ବିଷୟରେ ଜାଣିବା ଯାହା ସବୁକିଛି ବଦଳାଇ ଦେଲା। ତାପରେ ସେହି ସଂସ୍କାରର ତିନୋଟି ମୁଖ୍ୟ ସ୍ତମ୍ଭକୁ ବୁଝିବା ଆଉ ଶେଷରେ ଜଗତୀକରଣର ଭଲ ଏବଂ ମନ୍ଦ ଦିଗ ଉପରେ ବି ଆଲୋଚନା କରିବା। ଆଚ୍ଛା, ତେବେ ଚାଲନ୍ତୁ ଆମର ଆଲୋଚନା ଆରମ୍ଭ କରିବା। ଆମେ ସମସ୍ତେ ବିକାଶ ଶବ୍ଦଟିକୁ ବାରମ୍ବାର ଶୁଣୁ, କିନ୍ତୁ ଗୋଟିଏ ଦେଶ ପାଇଁ ଏହି ଆର୍ଥିକ ବିକାଶର ପ୍ରକୃତ ମାନେ କ'ଣ? ଦେଖନ୍ତୁ, ଏ ଦୁଇଟା ଶବ୍ଦ ଶୁଣିବାକୁ ପ୍ରାୟ ଏକାଭଳି ଲାଗେ, ଆର୍ଥିକ ଅଭିବୃଦ୍ଧି ଆଉ ଆର୍ଥିକ ବିକାଶ। କିନ୍ତୁ ଏଥିରେ ବହୁତ ଫରକ ଅଛି। ସିଧା କଥାରେ କହିଲେ ଆର୍ଥିକ ଅଭିବୃଦ୍ଧି ମାନେ ଦେଶର ଆୟ ବଢ଼ିବା, ଅଧିକ ଟଙ୍କା। କିନ୍ତୁ ଆର୍ଥିକ ବିକାଶର ଅର୍ଥ ବହୁତ ଗଭୀର। ଏଥିରେ କେବଳ ଟଙ୍କା ନୁହେଁ, ବରଂ ଲୋକଙ୍କ ଜୀବନଶୈଳୀ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସାମାଜିକ ଉନ୍ନତି ବି ସାମିଲ ଥାଏ। ତେଣୁ ଅଧିକ ଟଙ୍କା ଅଭିବୃଦ୍ଧି ହୋଇପାରେ, କିନ୍ତୁ ଏକ ଉନ୍ନତ ଜୀବନ ହିଁ ପ୍ରକୃତ ବିକାଶ। ତେବେ ଏହି ବିକାଶର ମାପଦଣ୍ଡ ଅନୁସାରେ ଦୁନିଆର ଦେଶଗୁଡ଼ିକୁ ମୁଖ୍ୟତଃ ଦୁଇ ଭାଗରେ ବଣ୍ଟାଯାଏ। ଗୋଟିଏ ହେଲା ବିକଶିତ ରାଷ୍ଟ୍ର, ଯେମିତିକି ଆମେରିକା ବା ଜାପାନ, ଯେଉଁଠି ଜନସଂଖ୍ୟା ନିୟନ୍ତ୍ରଣରେ ଥାଏ ଆଉ ଲୋକଙ୍କ ମୁଣ୍ଡପିଛା ଆୟ ବହୁତ ଅଧିକ। ଆଉ ଅନ୍ୟଟି ହେଲା ଆମ ଭାରତ ଭଳି ବିକାଶଶୀଳ ରାଷ୍ଟ୍ର, ଯେଉଁଠି ଜନସଂଖ୍ୟା ବୃଦ୍ଧି ଏକ ବଡ଼ ଚ୍ୟାଲେଞ୍ଜ ଆଉ ମୁଣ୍ଡପିଛା ଆୟ ଟିକେ କମ୍ ଥାଏ। ଆସନ୍ତୁ ଏବେ ଟିକେ ଟାଇମ୍ ମେସିନରେ ପଛକୁ ଯିବା। ସେହି ବଡ଼ ପରିବର୍ତ୍ତନ ହେବା ଆଗରୁ, ମାନେ 1991 ପୂର୍ବରୁ ଭାରତର ଅର୍ଥନୀତିର ଚିତ୍ର ପ୍ରକୃତିରେ କେମିତି ଥିଲା? ଦେଖନ୍ତୁ, ଦୁନିଆରେ ମୋଟାମୋଟି ତିନି ପ୍ରକାରର ଅର୍ଥବ୍ୟବସ୍ଥା ଚାଲେ। ପୁଞ୍ଜିବାଦୀ, ଯେଉଁଠି ସବୁକିଛି ଘରୋଇ ମାଲିକାନାରେ ଥାଏ ଆଉ ମୁଖ୍ୟ ଲକ୍ଷ୍ୟ ହେଉଛି ଲାଭ। ଦ୍ୱିତୀୟରେ ସମାଜବାଦୀ, ଯେଉଁଠି ସବୁକିଛି ସରକାରଙ୍କ ହାତରେ ଥାଏ ଆଉ ଲକ୍ଷ୍ୟ ଥାଏ ଜନକଲ୍ୟାଣ। ଆଉ ସ୍ୱାଧୀନତା ପରେ ଭାରତ ଏକ ମଝି ରାସ୍ତା ଆପଣାଇଥିଲା, ମିଶ୍ର ଅର୍ଥବ୍ୟବସ୍ଥା, ଯେଉଁଠି ସରକାରୀ ଆଉ ଘରୋଇ ଉଭୟ କ୍ଷେତ୍ର ଏକାଠି କାମ କରନ୍ତି। ଏହି ମିଶ୍ର ଅର୍ଥବ୍ୟବସ୍ଥାର ଗୋଟେ ଭଲ ଦିଗ ଥିଲା ଯେ 1948ରୁ 1990 ଭିତରେ ଦେଶରେ ବଡ଼ ବଡ଼ ଶିଳ୍ପ ଆଉ କାରଖାନା ତିଆରି ହେଲା। କିନ୍ତୁ ଏହାର ଆଉ ଗୋଟେ ଅସୁବିଧା ବି ଥିଲା। ଘରୋଇ କମ୍ପାନୀଗୁଡ଼ିକ ଉପରେ ଏତେ ସରକାରୀ କଟକଣା ଥିଲା, ଯାହାକୁ ଲାଇସେନ୍ସ ରାଜ କୁହାଯାଉଥିଲା, ଯେ ଅଭିବୃଦ୍ଧିର ଗତି ବହୁତ ଧୀମା ହୋଇଯାଇଥିଲା। ଆଉ ଏହି ଧୀମା ଗତି ହିଁ ଆଗକୁ ଆସିବାକୁ ଥିବା ସଙ୍କଟର ମଞ୍ଜିପତି ଥିଲା। ଆଉ ତାପରେ ଆସିଲା ସେହି ବର୍ଷ 1991, ଏମିତି ଏକ ସମୟ ଯେତେବେଳେ ଭାରତକୁ ବାଧ୍ୟ ହୋଇ ନିଜର ସମ୍ପୂର୍ଣ୍ଣ ଅର୍ଥନୈତିକ ନୀତିକୁ ନୂଆ କରି ଭାବିବାକୁ ପଡ଼ିଥିଲା। ତେବେ ପ୍ରଶ୍ନ ଉଠୁଛି, ପ୍ରାୟ 40 ବର୍ଷ ଧରି ଚାଲିଥିବା ଏହି ବ୍ୟବସ୍ଥାରେ ହଠାତ୍ ଏମିତି କ'ଣ ଭୁଲ ହୋଇଗଲା ଯେ ସବୁକିଛି ବିଗିଡ଼ିଗଲା? ପ୍ରଥମ ଝଟକା ଥିଲା ଅଭିବୃଦ୍ଧିର ହାର। ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଦେଶର ଜାତୀୟ ଆୟର ବୃଦ୍ଧି ମାତ୍ର 0.8%କୁ ଖସି ଆସିଥିଲା। ମାନେ ଅର୍ଥନୀତି ପାଖାପାଖି ଅଟକି ଯାଇଥିଲା। ଆଉ ଗୋଟେ ପଟେ ସାଧାରଣ ଲୋକଙ୍କ ଉପରେ ପଡ଼ିଥିଲା ମହଙ୍ଗା ମାଡ଼। ମୁଦ୍ରାସ୍ଫୀତି 12% ଛୁଇଁଥିଲା। ଭାବିପାରୁଥିବେ ସେତେବେଳେ ଜିନିଷପତ୍ରର ଦାମ କେମିତି ଆକାଶଛୁଆଁ ହୋଇଥିବ। ଆଉ ସବୁଠୁ ବଡ଼ କଥା, ସ୍ଥିତି ଏତେ ସାଂଘାତିକ ହୋଇଗଲା ଯେ ଭାରତ ପାଖରେ ବିଦେଶୀ ଋଣ ଶୁଝିବାକୁ ପଇସା ନଥିଲା। ଆଉ ଦେଶକୁ ଦେବାଳିଆ ହେବାରୁ ବଞ୍ଚେଇବା ପାଇଁ ନିଜର ସୁନାକୁ ବ୍ୟାଙ୍କ ଅଫ୍ ଲଣ୍ଡନରେ ବନ୍ଧକ ରଖିବାକୁ ପଡ଼ିଥିଲା। ଏହା ସତରେ ଦେଶ ପାଇଁ ଏକ ବହୁତ ବଡ଼ କଥା ଥିଲା। ଏହିଭଳି ଏକ ଅନ୍ଧକାର ସମୟରେ ଗୋଟେ ଆଶାର କିରଣ ଦେଖାଗଲା। ସେଇଟା ଥିଲା 1991ର ନୂଆ ଅର୍ଥନୈତିକ ନୀତି ଆଉ ତାର ତିନୋଟି ମୁଖ୍ୟ ସ୍ତମ୍ଭ। ଏହି ତିନୋଟି ସ୍ତମ୍ଭକୁ ସହଜରେ ମନେ ରଖିବା ପାଇଁ LPG ବୋଲି କୁହାଯାଏ, ଲିବରାଲାଇଜେସନ୍, ପ୍ରାଇଭେଟାଇଜେସନ୍ ଆଣ୍ଡ ଗ୍ଲୋବାଲାଇଜେସନ୍। ମାନେ ଉଦାରୀକରଣ, ଘରୋଇକରଣ ଆଉ ଜାଗତିକରଣ। ଏହା ହିଁ ଥିଲା ସେହି ମନ୍ତ୍ର ଯାହା ଭାରତୀୟ ଅର୍ଥନୀତିକୁ ପୂରାପୂରି ବଦଳାଇ ଦେଲା। ତେବେ ଉଦାରୀକରଣ ମାନେ କ'ଣ? ଏହାର ସିଧା ଅର୍ଥ ଥିଲା ବ୍ୟବସାୟ ଉପରୁ ସରକାରୀ କଟକଣା ହଟେଇବା। ସେତେବେଳେ ଯେଉଁ ଲାଇସେନ୍ସ ରାଜ ଥିଲା, ମାନେ ଯେକୌଣସି ଛୋଟ କାମ ପାଇଁ ବି ସରକାରୀ ଅନୁମତି, ତାକୁ ବହୁତ କମ୍ କରିଦିଆଗଲା। ଏହାଦ୍ୱାରା ଘରୋଇ କମ୍ପାନୀମାନଙ୍କ ପାଇଁ କାମ କରିବା ସହଜ ହୋଇଗଲା। ଦ୍ୱିତୀୟ ଥିଲା ଘରୋଇକରଣ। ସେତେବେଳେ ଅନେକ ସରକାରୀ କମ୍ପାନୀ ବହୁତ କ୍ଷତିରେ ଚାଲୁଥିଲେ ଆଉ ଦେଶର ଅର୍ଥନୀତି ଉପରେ ବୋଝ ପାଲଟିଥିଲେ। ତେଣୁ ସେଗୁଡ଼ିକକୁ ଘରୋଇ କମ୍ପାନୀ ହାତକୁ ଟେକି ଦିଆଗଲା, ଯେମିତିକି ସେଗୁଡ଼ିକର କାର୍ଯ୍ୟଦକ୍ଷତା ବଢ଼ିବ ଆଉ ସେମାନେ ଲାଭରେ ଚାଲିବେ। ଆଉ ତୃତୀୟ, ଜଗତୀକରଣ। ଏହାର ଅର୍ଥ ଥିଲା ଭାରତର ଅର୍ଥନୀତିର କବାଟକୁ ପୁରା ଦୁନିଆ ପାଇଁ ଖୋଲିଦେବା।
ଯେମିତିକି ବିଦେଶୀ କମ୍ପାନୀମାନେ ଭାରତରେ ଆସି ପୁଞ୍ଜି ଲଗାଇ ପାରିବେ ଆଉ ଆମ ଦେଶର କମ୍ପାନୀମାନେ ବି ବାହାର ଦୁନିଆରେ ବ୍ୟବସାୟ କରିପାରିବେ। କିନ୍ତୁ ଏ ତିନୋଟି ଭିତରୁ ଜାଗତିକରଣର ପ୍ରଭାବ ସବୁଠୁ ବେଶୀ ଆଉ ସବୁଠୁ ଜଟିଳ ଥିଲା। ଏହାକୁ ଗୋଟେ ଦୁଇଧାରିଆ ଖଣ୍ଡା କହିଲେ ବି କିଛି ଭୁଲ ହବନି। ଏହା ଭାରତ ପାଇଁ ସୁଯୋଗ ତ ଆଣିଲା, କିନ୍ତୁ ତା ସହିତ କିଛି ନୂଆ ଚ୍ୟାଲେଞ୍ଜ ବି ଆଣିଲା। ଏଇଟା ଗୋଟେ ବହୁତ ଭଲ ଉଦାହରଣ। ଦେଖନ୍ତୁ, ଗୋଟେ ବହୁରାଷ୍ଟ୍ରୀୟ କମ୍ପାନୀ କେମିତି କାମ କରେ। ଡିଜାଇନ୍ ହେଉଛି ଆମେରିକାରେ, କିନ୍ତୁ ଜିନିଷର ପାର୍ଟସ୍ ତିଆରି ହେଉଛି ଚୀନରେ, କାରଣ ସେଠି ଶସ୍ତା। ପୁଣି ତାକୁ ଯୋଡ଼ାଯାଉଛି ମେକ୍ସିକୋରେ, ଆଉ ଗ୍ରାହକ ସେବା ପାଇଁ କଲ୍ ସେଣ୍ଟର ଚାଲିଛି ଭାରତରେ। ସବୁକିଛି କେବଳ ଲାଭ ବଢ଼ାଇବା ପାଇଁ। ଏହା ହିଁ ଜଗତୀକରଣ। ତେବେ ଏହାର ଗୋଟେ ବହୁତ ବଡ଼ ଫାଇଦା ଦେଖିବାକୁ ମିଳିଲା। ଯେଉଁ ଭାରତ ଦିନେ ସୁନା ବନ୍ଧକ ରଖିଥିଲା, ସେହି ଭାରତରୁ ବୈଦେଶିକ ମୁଦ୍ରା ଭଣ୍ଡାର 2019 ବେଳକୁ $453 ବିଲିୟନ ପହଞ୍ଚି ଯାଇଥିଲା। ଏହା ସତରେ ଭାରତୀୟ ଅର୍ଥନୀତି ପାଇଁ ଏକ ବଡ଼ ସଫଳତା। କିନ୍ତୁ ସବୁବେଳେ କାହାଣୀର ଦୁଇଟା ପାର୍ଶ୍ୱ ଥାଏ। ଏବେ ଶୁଣନ୍ତୁ ରବିଙ୍କ କଥା। ସେ ଦିଲ୍ଲୀର ଜଣେ ଛୋଟ ବ୍ୟବସାୟୀ ଥିଲେ। ଯେତେବେଳେ ବାହାରୁ ଶସ୍ତା ଜିନିଷ ଭାରତର ବଜାରକୁ ଆସିଲା, ତାଙ୍କ ଭଳି ହଜାର ହଜାର ଛୋଟ ଉତ୍ପାଦକଙ୍କ ବ୍ୟବସାୟ ଉପରେ ଏହାର ସିଧା ପ୍ରଭାବ ପଡ଼ିଲା। ସେମାନେ ବଡ଼ ବଡ଼ କମ୍ପାନୀ ସହ ମୁକାବିଲା କରିପାରିଲେ ନାହିଁ। ତେଣୁ ମୋଟାମୋଟି ଦେଖିଲେ ଏହି ସଂସ୍କାରର ଲାଭ ବି ଥିଲା ଆଉ କ୍ଷତି ବି ଥିଲା। ଗୋଟେପଟେ ଗ୍ରାହକଙ୍କୁ ଜିନିଷ କିଣିବା ପାଇଁ ଅଧିକ ବିକଳ୍ପ ମିଳିଲା, ଦେଶର ଆର୍ଥିକ ସ୍ଥିତି ମଜବୁତ ହେଲା, କିନ୍ତୁ ଆରପଟେ ଛୋଟ ଶିଳ୍ପଗୁଡ଼ିକ ବହୁତ ସଂଘର୍ଷ କଲେ ଆଉ କିଛି କ୍ଷେତ୍ରରେ ବେକାରୀ ସମସ୍ୟା ମଧ୍ୟ ବଢ଼ିଲା। 1991ର ସେହି ପଦକ୍ଷେପ ନିଶ୍ଚିତ ଭାବରେ ଭାରତକୁ ଏକ ବଡ଼ ବିପଦରୁ ବଞ୍ଚାଇଥିଲା ଆଉ ଏକ ନୂଆ ରାସ୍ତା ଦେଖାଇଥିଲା। କିନ୍ତୁ ଏହା ଏକ ପ୍ରଶ୍ନ ଛାଡ଼ିଯାଇଛି, ଯାହା ଆଜି ବି ଆମ ସାମ୍ନାରେ ଅଛି। ଗୋଟେ ବିକାଶଶୀଳ ଦେଶ ପାଇଁ ଜଗତୀକରଣ କ'ଣ ଏକ ଶେଷ ଲକ୍ଷ୍ୟ, ନା ଏହା ଲାଭ ଆଉ କ୍ଷତି ଭିତରେ ଚାଲିଥିବା ଏକ ନିରନ୍ତର ବୁଝାମଣାର ଯାତ୍ରା? ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ଗୋଟେ ବହୁତ ଜରୁରୀ ବିଷୟରେ କଥା ହେବା, ମୁଦ୍ରାସ୍ଫୀତି, ବା ଯାହାକୁ ଆମେ ସାଧାରଣତଃ ଇନଫ୍ଲେସନ୍ ବୋଲି କହିଥାଉ। ଆଚ୍ଛା, ଏହା କେମିତି ଆମ ପକେଟ୍ ଉପରେ ସିଧାସଳଖ ପ୍ରଭାବ ପକାଉଛି? ଆସନ୍ତୁ ସେଟା ଟିକେ ଭଲ ଭାବରେ ବୁଝିବା। କେବେ କେବେ ମନରେ ପ୍ରଶ୍ନ ଆସେ କି ନାହିଁ ଯେ ଆମ ଟଙ୍କାର ଦମ୍ କ'ଣ ସତରେ କମିଯାଉଛି? ମାନେ ଆଗରୁ ଯେତିକି ଟଙ୍କାରେ ଯାହା ସବୁ ଜିନିଷ ଆସୁଥିଲା, ଏବେ ସେତିକି ଟଙ୍କାରେ ସେତେ ଜିନିଷ ମିଳୁନି। ତେବେ ଏମିତି ହେଉଛି କାହିଁକି? କ'ଣ ଏହାର କାରଣ? ଆସନ୍ତୁ ଗୋଟେ ବହୁତ ସହଜ ଉଦାହରଣ ନେବା। ମନେ କରନ୍ତୁ ଗତ ବର୍ଷ 1 କିଲୋ ଆମ୍ବର ଦାମ୍ ଥିଲା 100 ଟଙ୍କା, ଆଉ ଏ ବର୍ଷ ସେହି ସମାନ ଆମ୍ବର ଦାମ୍ ହେଇଗଲା 110 ଟଙ୍କା। ବାସ୍, ଏଇ ଯୋଉ 10 ଟଙ୍କା ବଢ଼ିଗଲା ନା, ସେଇଟା ହିଁ ହେଉଛି ଇନଫ୍ଲେସନ୍। ସିଧା କଥା, ଏହା ହିଁ ତାର ପ୍ରଭାବ। ତାହେଲେ ଏ ଇନଫ୍ଲେସନ୍ ଜିନିଷଟା ପ୍ରକୃତରେ କ'ଣ? ଆସନ୍ତୁ ଏହା ପଛରେ ଥିବା କାରଣକୁ ଟିକେ ଭଲ ଭାବରେ ଦେଖିବା। ବହୁତ ସରଳ ଭାଷାରେ କହିଲେ, ଯେତେବେଳେ ଜିନିଷପତ୍ର ଆଉ ସେବା ଏସବୁର ଦାମ୍ ସମୟ ସହିତ ଧୀରେ ଧୀରେ ବଢ଼ିଚାଲେ ଆଉ କମିବାର ନାଁ ନିଏନି, ସେହି ସ୍ଥିତିକୁ ହିଁ ମୁଦ୍ରାସ୍ଫୀତି କୁହାଯାଏ। ଆଉ ଏହାର ଫଳ କ'ଣ ହୁଏ? ଆମର ଚଳିବା ଖର୍ଚ୍ଚ ମାନେ କଷ୍ଟ ଅଫ୍ ଲିଭିଂ ବଢ଼ିଯାଏ। ହେଲେ କଥା ହେଉଛି, ଏହାକୁ ମାପନ୍ତି କେମିତି? ମୁଖ୍ୟତଃ ଦୁଇଟା ଉପାୟ ଅଛି। ଗୋଟେ ହେଲା WPI ମାନେ ହୋଲସେଲ୍ ପ୍ରାଇସ୍ ଇଣ୍ଡେକ୍ସ। ଏଟା କମ୍ପାନୀ ସ୍ତରରେ ଦାମ୍ ବଢ଼ିବା କମିବା ଦେଖେ। କିନ୍ତୁ ଆମ ପାଇଁ ମାନେ ସାଧାରଣ ଲୋକଙ୍କ ପାଇଁ CPI ବା କନଜ୍ୟୁମର ପ୍ରାଇସ୍ ଇଣ୍ଡେକ୍ସଟା ବେଶୀ ଜରୁରୀ। କାହିଁକି ନା ଏଇଟା ସିଧା ସେହି ଜିନିଷପତ୍ରର ହିସାବ ରଖେ ଯାହା ଆମେ ସବୁଦିନ ବଜାରରୁ କିଣୁ। ଆଚ୍ଛା, ଆମେ ତ ବୁଝିଗଲେ ଯେ ଦାମ୍ ବଢ଼ୁଛି, କିନ୍ତୁ ପ୍ରଶ୍ନ ହେଉଛି ଏମିତି ହେଉଛି କାହିଁକି? ଆସନ୍ତୁ ଏହା ପଛର ତିନୋଟି ମୁଖ୍ୟ କାରଣ ଦେଖିବା। ଦେଖନ୍ତୁ, ଏହାର ତିନିଟା ମୁଖ୍ୟ କାରଣ ଅଛି। ପ୍ରଥମଟା ହେଲା ଡିମାଣ୍ଡ ପୁଲ୍। ଏହାର ମାନେ ହେଲା ଯେତେବେଳେ ବହୁତ ଲୋକ ଗୋଟେ ଜିନିଷ କିଣିବାକୁ ଚାହାନ୍ତି କିନ୍ତୁ ଜିନିଷ କମ୍ ଥାଏ। ସିଧା କଥା, ଚାହିଦା ବେଶୀ, ଯୋଗାଣ କମ୍, ଦାମ୍ ତ ବଢ଼ିବ ହିଁ ବଢ଼ିବ। ଦ୍ୱିତୀୟଟା ହେଲା କଷ୍ଟ ପୁଶ୍, ମାନେ ଯଦି ଜିନିଷ ତିଆରି କରିବାର ଖର୍ଚ୍ଚ ହିଁ ବଢ଼ିଗଲା, ଯେମିତିକି କଞ୍ଚାମାଲର ଦାମ୍ କିମ୍ବା ପରିବହନ ଖର୍ଚ୍ଚ, ତେବେ ଶେଷରେ ଜିନିଷର ଦାମ୍ ମଧ୍ୟ ବଢ଼ିବ। ଆଉ ତୃତୀୟଟା ହେଲା ସପ୍ଲାଇ ଶକ୍। ଏଇଟା ହଠାତ୍ ହୁଏ, ଯେମିତି କିଛି ପ୍ରାକୃତିକ ବିପର୍ଯ୍ୟୟ ହେଲା, ବନ୍ୟା କି ବାତ୍ୟା, ଫସଲ ନଷ୍ଟ ହେଇଗଲା, ତେବେ ବଜାରରେ ଜିନିଷର ଅଭାବ ହେବ ଆଉ ଦାମ୍ ହଠାତ୍ ବହୁତ ବଢ଼ିଯିବ। ହଉ, ଏତେ ସବୁ ସମସ୍ୟା କଥା ତ ଜାଣିଲେ। ଏବେ ପ୍ରଶ୍ନ ହେଉଛି, ଏହାର ମୁକାବିଲା କେମିତି କରିବା? ତାର ଉପାୟ ହେଉଛି ନିଜ ଟଙ୍କାକୁ ଠିକ୍ ଭାବରେ ପରିଚାଳନା କରିବା। ଆଉ ସେଥିପାଇଁ ଦରକାର ଯୋଜନା ଏବଂ ବଜେଟିଂ। ଏଠାରେ ଗୋଟେ ବହୁତ ବଢ଼ିଆ କଥା କୁହାଯାଇଛି, ଦେଖନ୍ତୁ। ବଜେଟ୍ କରିବାର ଅର୍ଥ ହେଲା ଟଙ୍କା କୁଆଡ଼େ ଗଲା ବୋଲି ମାସ ଶେଷରେ ଭାବିବା ବଦଳରେ ଟଙ୍କାକୁ କୁଆଡ଼େ ଯିବାକୁ ପଡ଼ିବ ସେଟା ଆଗରୁ ହିଁ ସ୍ଥିର କରିବା। ଆଉ ଏଇ ବଜେଟିଂ କରିବା କିଛି ବଡ଼ କଥା ନୁହେଁ, ମାତ୍ର 3ଟା ସରଳ ଷ୍ଟେପ୍। ପ୍ରଥମେ କେଉଁଠୁ କେତେ ଟଙ୍କା ଆସୁଛି ତାର ହିସାବ ରଖନ୍ତୁ।
ଦ୍ୱିତୀୟରେ କେଉଁଠି କେତେ ଖର୍ଚ୍ଚ ହେଉଛି ତାକୁ ଲେଖନ୍ତୁ ଆଉ ଶେଷରେ ଏସବୁ ଦେଖିସାରି ଭବିଷ୍ୟତ ପାଇଁ କେତେ ସଞ୍ଚୟ କରିହେବ ତାର ଯୋଜନା କରନ୍ତୁ। ବାସ୍। ହଁ, ସଞ୍ଚୟ କରିବା ତ ନିଶ୍ଚୟ ଗୋଟେ ବହୁତ ଭଲ ଅଭ୍ୟାସ, କିନ୍ତୁ ଏଠି ମନରେ ଗୋଟେ ବଡ଼ ପ୍ରଶ୍ନ ଆସୁଛି। ଖାଲି ସଞ୍ଚୟ କଲେ କ'ଣ ଚଳିବ? ନିବେଶ ବା ଇନଭେଷ୍ଟମେଣ୍ଟ କରିବା କାହିଁକି ଦରକାର? ଦେଖନ୍ତୁ, ଏହାର ଉତ୍ତର ହେଉଛି ଯେଉଁ ଟଙ୍କା ଆମେ ଖାଲି ସଞ୍ଚୟ କରି ରଖିଛେ, ଇନଫ୍ଲେସନ୍ ତାର ମୂଲ୍ୟକୁ ଧୀରେ ଧୀରେ କମେଇ ଦେଉଛି। କିନ୍ତୁ ନିବେଶ କରିବା ମାନେ ଟଙ୍କାକୁ ଏମିତି କାମରେ ଲଗାଇବା ଯେମିତି ତାର ବୃଦ୍ଧି ହାର ଇନଫ୍ଲେସନ୍କୁ ବି ହରେଇ ଦେଇପାରିବ। ତାହେଲେ ଆସନ୍ତୁ ଦେଖିବା ନିବେଶ କରିବା ପାଇଁ ଆମ ପାଖରେ କ'ଣ ସବୁ ବିକଳ୍ପ ରହିଛି। ପ୍ରଥମେ ଆସୁଛି ବଣ୍ଡ। ଏଇଟା ଏକ ପ୍ରକାର ଋଣ ଭଳି, ଯାହା ସରକାର କିମ୍ବା ବଡ଼ କମ୍ପାନୀମାନଙ୍କୁ ଦିଆଯାଏ, ଆଉ ତା ବଦଳରେ ସେମାନେ ନିୟମିତ ଭାବରେ ସୁଧ ଦିଅନ୍ତି। ଏଥିରେ ରିସ୍କ ବା ବିପଦ ଟିକେ କମ୍ ଥାଏ। ଠିକ୍ ସେହିପରି ଆଉ ଗୋଟେ ସୁରକ୍ଷିତ ବିକଳ୍ପ ହେଉଛି NSC, ମାନେ ନ୍ୟାସନାଲ ସେଭିଂ ସାର୍ଟିଫିକେଟ୍। ଏହା ବି ଏକ ପ୍ରକାରର ସରକାରୀ ବଣ୍ଡ। ଏଥିରେ ନିର୍ଦ୍ଦିଷ୍ଟ ହାରରେ ସୁଧ ମିଳେ ଆଉ ଏହା ବହୁତ ନିରାପଦ। ଏବେ ଆସିବା ଷ୍ଟକ୍ ମାର୍କେଟ କଥା। ଏଠାରେ କୌଣସି କମ୍ପାନୀର ଛୋଟ ଛୋଟ ଅଂଶ ବା ସେୟାର କିଣା ବିକା ହୁଏ। ହଁ, ଏଥିରେ ଭଲ ଲାଭର ସମ୍ଭାବନା ଅଛି, କିନ୍ତୁ ମନେ ରଖିବାକୁ ହେବ ରିସ୍କ ମଧ୍ୟ ସେତିକି ଅଧିକ। ଆମ ଦେଶରେ NSC ଆଉ BSE ହେଉଛି ଦୁଇଟି ପ୍ରମୁଖ ଷ୍ଟକ୍ ଏକ୍ସଚେଞ୍ଜ। ଆଉ ଗୋଟେ ଲୋକପ୍ରିୟ ବିକଳ୍ପ ହେଉଛି ମ୍ୟୁଚୁଆଲ ଫଣ୍ଡ। ଏଥିରେ କ'ଣ ହୁଏ ନା, ବହୁତ ଲୋକଙ୍କର ଟଙ୍କା ଏକାଠି କରାଯାଏ ଆଉ ତାକୁ ପ୍ରଫେସନାଲମାନେ ଷ୍ଟକ୍, ବଣ୍ଡସ୍ ଏମିତି ଅଲଗା ଅଲଗା ଜାଗାରେ ଲଗାନ୍ତି। ଆଉ ସବୁଠୁ ଭଲ କଥା ହେଲା SIP, ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ ପ୍ଲାନ୍, ଯାହା ମାଧ୍ୟମରେ ପ୍ରତି ମାସରେ ଛୋଟ ଛୋଟ ପରିମାଣର ଟଙ୍କା ବି ନିବେଶ କରିହୁଏ। ଆଚ୍ଛା, ନିବେଶ ତ କରିଦେଲେ, କିନ୍ତୁ ମନରେ ପ୍ରଶ୍ନ ଆସେ, ଏ ଟଙ୍କା କେତେ ସୁରକ୍ଷିତ? ଏଥିପାଇଁ ଆମକୁ ବଜାରର ନିୟନ୍ତ୍ରକ ବା ରେଗୁଲେଟର ବିଷୟରେ ଜାଣିବାକୁ ପଡ଼ିବ। ଆଉ ସେଇ ସଂସ୍ଥା ହେଉଛି SEBI, ମାନେ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ। ଏମାନଙ୍କର ମୂଳ କାମ ହେଲା ନିବେଶକଙ୍କ ହିତକୁ ସୁରକ୍ଷା ଦେବ ଆଉ ପୁରା ସିକ୍ୟୁରିଟି ବଜାରକୁ ଠିକ୍ ଭାବରେ ଚଲେଇବା। ଯଦି କାହାର କିଛି ବି ଅସୁବିଧା ହୁଏ, ତେବେ ତା ପାଇଁ ବି ବ୍ୟବସ୍ଥା ଅଛି। ପ୍ରଥମେ ସେବିର ସ୍କୋର୍ସ ପ୍ଲାଟଫର୍ମରେ ଅଭିଯୋଗ କରିହେବ। ତାପରେ ସେବି ନିଜେ ସେହି କମ୍ପାନୀ ସହ କଥା ହେଇ ଘଟଣାର ତଦନ୍ତ କରେ ଆଉ ସାଧାରଣତଃ 30 ଦିନ ଭିତରେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରାଯାଏ। ତେବେ ଏତେ ସବୁ କଥା ଜାଣିସାରିଲା ପରେ ଶେଷରେ ଗୋଟିଏ ପ୍ରଶ୍ନ ମନକୁ ଆସୁଛି, ନିଜର ପରିଶ୍ରମର ଟଙ୍କାକୁ ଠିକ୍ ଭାବରେ କାମରେ ଲଗାଇବା ପାଇଁ ଆମେ ପ୍ରସ୍ତୁତ ତ? ଏ ବିଷୟରେ ଟିକେ ଭାବିବା ନିହାତି ଦରକାର। ଆଜି ଆମେ ଗୋଟେ ବହୁତ ଜରୁରୀ କଥା ଜାଣିବା, ଉପଭୋକ୍ତା ସଚେତନତା। ଜଣେ ଗ୍ରାହକ ହିସାବରେ ଆମର ଅଧିକାର କ'ଣ ଆଉ ଦୋକାନୀ ବା ସରକାରଙ୍କର ଦାୟିତ୍ୱ କ'ଣ, ଏସବୁ ଜାଣିବା ଆମ ସମସ୍ତଙ୍କ ପାଇଁ ନିହାତି ଦରକାର। ତେବେ ଚାଲନ୍ତୁ ଏ ବିଷୟରେ ଆହୁରି ଭଲ ଭାବରେ ବୁଝିବା। ଆଚ୍ଛା, ପ୍ରଥମେ ତ ଜାଣିବା ଦରକାର ଯେ ଉପଭୋକ୍ତା କାହାକୁ କୁହାଯାଏ। ଦେଖନ୍ତୁ, ବହୁତ ସରଳ କଥା। ଯେକୌଣସି ଲୋକ ଯେ ନିଜ ପାଇଁ କିଛି ଜିନିଷ କିଣନ୍ତି, ସେ ହିଁ ଜଣେ ଉପଭୋକ୍ତା। ସେଇଟା ହୁଏତ ଦୈନିକ ବ୍ୟବହାର ପାଇଁ ଅଟା, ଡାଲି, ପରିବା ହେଇପାରେ, କିମ୍ବା ଗୋଟେ ମୋବାଇଲ ଫୋନ୍, ଟିଭି କି ଗାଡ଼ି ବି ହେଇପାରେ। ସିଧା କଥା ହେଲା, ଆମେ ସମସ୍ତେ ପ୍ରତିଦିନ ଜଣେ ଜଣେ ଉପଭୋକ୍ତା। କିନ୍ତୁ ଏଠି ଗୋଟେ ବଡ଼ ପ୍ରଶ୍ନ ଆସୁଛି। ଆମେ ଯେତେବେଳେ ବଜାରକୁ ଯାଉଛୁ, କିଣାବିକା କରୁଛୁ, ସେତେବେଳେ ଠକାମିର ଶିକାର ହେବାର ସମ୍ଭାବନା କେତେ? ଟିକେ ଭାବିଲେ ଏ ପ୍ରଶ୍ନଟା ଆମ ସମସ୍ତଙ୍କ ସହ ଜଡ଼ିତ, କାରଣ ଆମେ ସମସ୍ତେ ତ ଗ୍ରାହକ। ହଉ, ତେବେ ଚାଲନ୍ତୁ ଆମର ପ୍ରଥମ ବିଭାଗକୁ ଯିବା। ଏଠି ଆମେ ବୁଝିବା ଯେ ଉପଭୋକ୍ତାଙ୍କୁ କେମିତି ଶୋଷଣ କରାଯାଏ। ତେବେ ଉପଭୋକ୍ତା ଶୋଷଣ ମାନେ କ'ଣ? ଦେଖନ୍ତୁ, ଯେତେବେଳେ କୌଣସି ଦୋକାନୀ ବା ବ୍ୟବସାୟୀ କିଛି ଅସାଧୁ ଉପାୟ ଆପଣେଇ ଗ୍ରାହକଙ୍କୁ ଠକନ୍ତି, ତାକୁ ହିଁ ଶୋଷଣ କୁହାଯାଏ। ଯେମିତିକି ଜିନିଷର ଦାମ ଯେତିକି ତାଠୁ ଅଧିକ ନେବା, କିଛି ଖରାପ ବା ତ୍ରୁଟିପୂର୍ଣ୍ଣ ଜିନିଷ ଦେଇଦେବା କିମ୍ବା ଓଜନରେ କମ୍ କରିବା, ଏସବୁ ହିଁ ଶୋଷଣ। ଆଉ ଗୋଟେ କଥା ମନେ ରଖିବା ଦରକାର, ଏ ଶୋଷଣ କେବଳ ଗୋଟିଏ ପ୍ରକାରର ନୁହେଁ, ଏହାର ବହୁତ ରୂପ ଅଛି। ଆମେ ପ୍ରାୟତଃ ବଜାରରେ ଏଗୁଡ଼ିକର ସାମ୍ନା କରୁ, କିନ୍ତୁ ବେଳେବେଳେ ହୁଏତ ସେଗୁଡ଼ିକୁ ଚିହ୍ନି ପାରୁନା। ଏଠି ଦେଖନ୍ତୁ କେମିତି ଅଲଗା ଅଲଗା ଉପାୟରେ ଠକାମି ହୁଏ, ଯେମିତିକି ଅଧିକ ଦାମ ନେବା କିମ୍ବା ଜିନିଷକୁ ଲୁଚେଇ ଦେଇ ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରିବା। ତାପରେ ଆସିଲା ଓଜନରେ କମ୍ ଦେବା, ନିମ୍ନମାନର ଜିନିଷ ବିକିବା କିମ୍ବା ଅପମିଶ୍ରିତ ଜିନିଷ ବିକିବା। ଆପଣ ଦେଖିଥିବେ ମସଲାରେ କାଠଗୁଣ୍ଡ କିମ୍ବା ମହୁରେ ଚିନି ଶିରା ମିଶି ଦିଅନ୍ତି, ଯାହାକି ସ୍ୱାସ୍ଥ୍ୟ ପାଇଁ ବହୁତ ଖରାପ। ଏହାଛଡ଼ା ନକଲି ଜିନିଷ ବିକିବା, ଯେଉଁଥିରେ ସୁରକ୍ଷା ଚିହ୍ନ ନଥାଏ, ଭୁଲ ତଥ୍ୟ ଦେଇ ବିଜ୍ଞାପନ କରିବା ଆଉ ଜିନିଷ ବିକି ସାରିଲା ପରେ ସେବା ନ ଦେବା, ଏସବୁ ଗୋଟେ ଗୋଟେ ଶୋଷଣର ଉଦାହରଣ। ହଉ, ଏତେ ସବୁ ଶୋଷଣ ବିଷୟରେ ତ ଜାଣିଲେ, କିନ୍ତୁ ପ୍ରଶ୍ନ ହେଉଛି ଏମିତି ହୁଏ କାହିଁକି ଆଉ ଏଥିରୁ ବଞ୍ଚିବା ପାଇଁ ଆମ ପାଖରେ ବାଟ କ'ଣ ଅଛି? ଚାଲନ୍ତୁ ଏହାର କାରଣ ଆଉ ସମାଧାନ ଦୁଇଟାକୁ ଟିକେ ଦେଖିବା। ଦେଖନ୍ତୁ,
ଏହାର କିଛି ମୁଖ୍ୟ କାରଣ ଅଛି। ପ୍ରଥମତଃ, ଉପଭୋକ୍ତାଙ୍କ ମଧ୍ୟରେ ସଚେତନତାର ଅଭାବ। ଲୋକେ ନିଜ ଅଧିକାର ବିଷୟରେ ଜାଣିନଥାନ୍ତି। ଦ୍ୱିତୀୟରେ, ଜିନିଷର ଗୁଣବତ୍ତା ଆଉ ଦାମ୍ ବିଷୟରେ ସଠିକ୍ ତଥ୍ୟ ମିଳେନି। ତୃତୀୟ କାରଣ ହେଲା ବଜାରରେ କମ୍ ପ୍ରତିଯୋଗିତା, ଯାହାଫଳରେ କିଛି ଲୋକ ମନଇଚ୍ଛା ବ୍ୟବସାୟ କରନ୍ତି। ଆଉ ଶେଷରେ, ଯୋଗାଣ କମ୍ ଥିଲେ କିଛି ବ୍ୟବସାୟୀ ଜିନିଷକୁ ମହଜୁଦ କରି ରଖନ୍ତି। ବାସ୍, ଏହି ସୁଯୋଗ ନେଇ ସେମାନେ ଶୋଷଣ କରନ୍ତି। କିନ୍ତୁ ଜାଣିଛନ୍ତି, ଉପଭୋକ୍ତାଙ୍କୁ ସୁରକ୍ଷା ଦେବାର ଚିନ୍ତାଧାରା କିଛି ନୂଆ ନୁହେଁ। ଏହା ବହୁତ ପୁରୁଣା। ଏପରିକି ପ୍ରାଚୀନ କାଳରେ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ ବି ଏ ବିଷୟରେ ଲେଖାଅଛି। ଆଉ ଆଧୁନିକ ଯୁଗରେ ଏହି ଆନ୍ଦୋଳନ ଇଂଲଣ୍ଡରୁ ଆରମ୍ଭ ହେଲା ଆଉ 1962 ମସିହାରେ ଆମେରିକାରେ ଏକ ଅଧିକାର ଘୋଷଣାନାମା ବି ଆସିଲା। ଆଉ ରାଲ୍ଫ ନାଡେରଙ୍କୁ ତ ଆଧୁନିକ ଉପଭୋକ୍ତା ଆନ୍ଦୋଳନର ଜନକ ବୋଲି କୁହାଯାଏ। ତେବେ ଏହି ଶୋଷଣ ବିରୁଦ୍ଧରେ ଲଢ଼ିବା ପାଇଁ ଭାରତରେ ଏକ ବହୁତ ବଡ଼ ପଦକ୍ଷେପ ନିଆଯାଇଥିଲା। 1986 ମସିହାରେ ଆମ ସରକାର ଉପଭୋକ୍ତା ସୁରକ୍ଷା ଅଧିନିୟମ ବା କନଜ୍ୟୁମର ପ୍ରୋଟେକ୍ସନ ଆକ୍ଟ ଆଣିଲେ। ଆଉ ସତ କହିବାକୁ ଗଲେ ଏଇଟା ଉପଭୋକ୍ତାଙ୍କୁ ଶକ୍ତି ଦେବା ଦିଗରେ ଏକ ମାଇଲଖୁଣ୍ଟା ଥିଲା। ହେଲେ କେବଳ ଅଧିକାର ମିଳିଗଲେ ସବୁକିଛି ହେଇଯାଏନି। ଅଧିକାର ସହିତ କିଛି କର୍ତ୍ତବ୍ୟ ବି ଆସେ। ତେଣୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଜଣେ ଉପଭୋକ୍ତାଙ୍କୁ କ'ଣ କରିବାକୁ ହେବ ସେଟା ବୁଝିବା ବି ସେତିକି ହିଁ ଜରୁରୀ। ଏହି ସ୍ଲାଇଡ୍ଟିକୁ ଦେଖନ୍ତୁ, କେତେ ସୁନ୍ଦର ଭାବରେ ବୁଝାଇ ଦିଆଯାଇଛି। ଗୋଟିଏ ପଟେ ଅଛି ଆମର ଅଧିକାର, ଯେମିତିକି ଜିନିଷ ବିଷୟରେ ସଠିକ୍ ସୂଚନା ପାଇବା, ବଜାରରେ ଥିବା ଅନେକ ଜିନିଷ ଭିତରୁ ନିଜ ପସନ୍ଦର ଜିନିଷ ବାଛିବା, ଆଉ ଯଦି କିଛି ଅସୁବିଧା ହୁଏ ତେବେ ଅଭିଯୋଗର ସମାଧାନ ପାଇବା। ଆଉ ଅନ୍ୟପଟେ ଅଛି ଆମର କର୍ତ୍ତବ୍ୟ, ଯେମିତିକି କିଛି ବି କିଣିବା ଆଗରୁ ତାର ଗୁଣବତ୍ତା ବିଷୟରେ ପଚାରି ବୁଝିବା, ସବୁବେଳେ ପକ୍କା ବିଲ୍ ବା ରସିଦ ମାଗିବା, ଆଉ ଯଦି କେବେ ଠକାମିର ଶିକାର ହୁଅନ୍ତି ତେବେ ଚୁପ୍ ନ ବସି ଅଭିଯୋଗ କରିବା। ଦେଖିଲେ ତ, ଏଗୁଡ଼ାକ ଗୋଟେ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି। ତେବେ ପ୍ରଶ୍ନ ଉଠୁଛି, ଯଦି ଜଣେ ଉପଭୋକ୍ତା ଠକାମିର ଶିକାର ହୁଅନ୍ତି, ସେ ଯିବେ କୁଆଡ଼େ, କାହାକୁ ଅଭିଯୋଗ କରିବେ? ଖୁସିର କଥା ହେଉଛି, ଏଥିପାଇଁ ଆମ ଦେଶରେ ଏକ ସୁଚିନ୍ତିତ ଆଇନଗତ ବ୍ୟବସ୍ଥା ଅଛି, ଯାହା କେବଳ ନ୍ୟାୟ ଦେବା ପାଇଁ ହିଁ ତିଆରି ହୋଇଛି। ଆଉ ସେ ଆଇନ ବ୍ୟବସ୍ଥାକୁ ଯିବା ଆଗରୁ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ତାରିଖ ଉପରେ ଟିକେ ନଜର ପକାନ୍ତୁ। ପ୍ରତିବର୍ଷ ମାର୍ଚ୍ଚ 15 ତାରିଖକୁ ପାଳନ କରାଯାଏ ବିଶ୍ୱ ଉପଭୋକ୍ତା ଅଧିକାର ଦିବସ। ଆଉ ଡିସେମ୍ବର 24 ତାରିଖ, ଏଇଟା ହେଉଛି ଆମ ଦେଶର ଜାତୀୟ ଉପଭୋକ୍ତା ଦିବସ। ଏହି ଦିନକୁ ମନେ ରଖାଯାଏ କାରଣ ଠିକ୍ ଏହି ଦିନ 1986 ମସିହାରେ ଆମର ଉପଭୋକ୍ତା ସୁରକ୍ଷା ଆଇନ ସଂସଦରେ ପାସ୍ ହୋଇଥିଲା। ହଉ, ତେବେ ଆସନ୍ତୁ ସେହି ଆଇନଗତ ବ୍ୟବସ୍ଥା ବିଷୟରେ ଜାଣିବା। ଏହି ଉପଭୋକ୍ତା ସୁରକ୍ଷା ଅଧିନିୟମ ଅନୁସାରେ ଅଭିଯୋଗ କରିବା ପାଇଁ ଏକ 3 ସ୍ତରୀୟ ବ୍ୟବସ୍ଥା ରହିଛି। ଏହି 3 ସ୍ତରୀୟ ବ୍ୟବସ୍ଥାରେ ସବୁଠୁ ତଳ ସ୍ତରରେ ଅଛି ଜିଲ୍ଲା ଫୋରମ, ଯାହାକି ପ୍ରତି ଜିଲ୍ଲାରେ ଅଛି। ତାପରେ ଆସୁଛି ରାଜ୍ୟ ସ୍ତରରେ ରାଜ୍ୟ କମିଶନ, ଆଉ ସବା ଉପରେ ଦିଲ୍ଲୀରେ ଅଛି ଜାତୀୟ କମିଶନ, ଯାହାକି ସର୍ବୋଚ୍ଚ ସଂସ୍ଥା। ଏହି ସଂସ୍ଥାଗୁଡ଼ିକୁ ଉପଭୋକ୍ତା ବିବାଦ ସମାଧାନ ସଂସ୍ଥା ବୋଲି ମଧ୍ୟ କୁହାଯାଏ। ଆଉ ଜାଣିଛନ୍ତି, ଏହି ପୁରା ବ୍ୟବସ୍ଥାର ସବୁଠୁ ଭଲ କଥା କ'ଣ? ଏହାର ଦକ୍ଷତା। ଉପଭୋକ୍ତାଙ୍କୁ ଯେମିତି ଶୀଘ୍ର ନ୍ୟାୟ ମିଳିବ, ସେଥିପାଇଁ ଗୋଟେ ସମୟ ସୀମା ବି ରଖାଯାଇଛି। ସାଧାରଣତଃ ଏହି ସଂସ୍ଥାଗୁଡ଼ିକୁ 3 ମାସ ଭିତରେ ଅଭିଯୋଗର ଶୁଣାଣି କରି ଫଇସଲା ଦେବାକୁ ପଡ଼ିଥାଏ। ଏଇଥିପାଇଁ ଏହା ଏକ ବହୁତ ପ୍ରଭାବଶାଳୀ ମାଧ୍ୟମ। ଶେଷରେ ଗୋଟିଏ କଥା ପୁରା ସ୍ପଷ୍ଟ, ସରକାର ତ ଆଇନ ତିଆରି କରିଛନ୍ତି, ନ୍ୟାୟ ପାଇଁ ବାଟ ବି ଦେଖାଇଛନ୍ତି, କିନ୍ତୁ ପ୍ରକୃତ ପରିବର୍ତ୍ତନ କେବେ ଆସିବ? ସେତେବେଳେ ଆସିବ ଯେତେବେଳେ ଉପଭୋକ୍ତାମାନେ ନିଜେ ସଜାଗ ହେବେ, ସକ୍ରିୟ ହେବେ ଆଉ ନିଜ ଅଧିକାର ପାଇଁ ଲଢ଼ିବେ। କାରଣ ପ୍ରକୃତ ଶକ୍ତି ଆଇନରେ ନୁହେଁ, ବରଂ ଉପଭୋକ୍ତାଙ୍କ ସଚେତନତା ଆଉ ସକ୍ରିୟତାରେ ହିଁ ଲୁଚି ରହିଛି। ନମସ୍କାର, ଆସନ୍ତୁ ଆଜି ଭାରତର ସବୁଠାରୁ ବଡ଼ ଆଉ ଜଟିଳ ଆହ୍ୱାନଗୁଡ଼ିକ ମଧ୍ୟର ଗୋଟିଏ ବିଷୟରେ କଥା ହେବା, ଆଉ ସେଇଟା ହେଲା ଦାରିଦ୍ର୍ୟ। ଆମେ ବୁଝିବାକୁ ଚେଷ୍ଟା କରିବା ଯେ ଏହାର ମୂଳ କାରଣ ପ୍ରକୃତରେ କ'ଣ, ଆଉ ଏହାକୁ ଦୂର କରିବାରେ ଆମେ କେତେ ଦୂର ଆଗେଇଛେ। ଆସନ୍ତୁ ଆମର ଆଲୋଚନା ଏହି ଶକ୍ତିଶାଳୀ ବର୍ଣ୍ଣନାରୁ ଆରମ୍ଭ କରିବା। ଏହି କଥାଗୁଡ଼ିକ ଆମକୁ ମନେ ପକାଇ ଦିଏ ଯେ ଦାରିଦ୍ର୍ୟ କେବଳ କିଛି ସଂଖ୍ୟା ନୁହେଁ, ବରଂ ଲକ୍ଷ ଲକ୍ଷ ଲୋକଙ୍କ ଜୀବନର ଏକ କଠୋର ବାସ୍ତବତା। ତେବେ ଏହି ମାନବୀୟ ଦିଗଟିକୁ ମନେ ରଖି ଚାଲନ୍ତୁ ଏହାର ଗଭୀରତାକୁ ଯିବା। ତେବେ କୌଣସି ସମସ୍ୟାର ସମାଧାନ କରିବା ପୂର୍ବରୁ ଆମକୁ ପ୍ରଥମେ ସେହି ସମସ୍ୟାଟିକୁ ଠିକ୍ ଭାବରେ ବୁଝିବାକୁ ପଡ଼ିବ, ନୁହେଁ କି? ପ୍ରକୃତିରେ ଯେତେବେଳେ ଆମେ ଦାରିଦ୍ର୍ୟ ବା ଗରିବୀ କହୁ, ତାର ଅର୍ଥ କ'ଣ? ଦେଖନ୍ତୁ, ସବୁଠାରୁ ସରଳ ଭାବରେ ଯଦି କହିବା, ଦାରିଦ୍ର୍ୟ ହେଉଛି ସେହି ଅବସ୍ଥା ଯେତେବେଳେ ଜଣେ ମଣିଷ ବଞ୍ଚିବା ପାଇଁ ସବୁଠାରୁ ଜରୁରୀ ଜିନିଷ, ଯେମିତିକି 2 ଓଳି ଖାଇବା, ପିନ୍ଧିବାକୁ ଲୁଗା ଆଉ ମୁଣ୍ଡ ଗୁଞ୍ଜିବାକୁ ଛାତଟିଏ ବି ଯୋଗାଡ଼ କରିପାରେ ନାହିଁ। ଆଚ୍ଛା, ଏହାକୁ ବୁଝିବାର 2ଟା ମୁଖ୍ୟ ଦୃଷ୍ଟିକୋଣ ଅଛି। ଗୋଟେ ହେଲା ଚର୍ମ ଦାରିଦ୍ର୍ୟ, ଯେଉଁଠି ଲୋକଙ୍କ ପାଖରେ ବଞ୍ଚିବା ପାଇଁ କିଛି ବି ନଥାଏ, ଆଉ ଅନ୍ୟଟି ହେଲା ଆପେକ୍ଷିକ ଦାରିଦ୍ର୍ୟ, ଯାହା ଆୟର ଅସମାନତାକୁ ଦେଖାଏ। ଆମର ଏହି ଆଲୋଚନା ମୁଖ୍ୟତଃ ଚର୍ମ ଦାରିଦ୍ର୍ୟ ଉପରେ ହିଁ ରହିବ,
କାରଣ ଏଇଟା ହିଁ ଭାରତର ସବୁଠୁ ବଡ଼ ଆହ୍ୱାନ। ଠିକ୍ ଅଛି, ତାହେଲେ ଆମେ ବୁଝିଗଲେ ଦାରିଦ୍ର୍ୟ କ'ଣ। କିନ୍ତୁ ପ୍ରଶ୍ନ ଉଠୁଛେ ସରକାର ଏହାକୁ ମାପନ୍ତି କେମିତି? ମାନେ କିଏ ଗରିବ ଆଉ କିଏ ନୁହେଁ, ଏହି ନିଷ୍ପତ୍ତି କେଉଁ ଆଧାରରେ ନିଆଯାଉଛି? ଏଇଠି ଆସେ ଗୋଟିଏ ବହୁତ ଜଣାଶୁଣା ଶବ୍ଦ, ଯାହାକୁ ଆମେ କହୁ ଦାରିଦ୍ର୍ୟ ସୀମାରେଖା ବା ବିପିଏଲ୍। ଏଇଟା ହିଁ ସେହି ମାପଦଣ୍ଡ ଯାହା ସ୍ଥିର କରେ କିଏ ସରକାରୀ ଭାବେ ଗରିବ ଏବଂ ସହାୟତା ପାଇବା ପାଇଁ ଯୋଗ୍ୟ। ଆଉ ଜାଣିଛନ୍ତି, ଏଇ ଦାରିଦ୍ର୍ୟ ସୀମାରେଖା ଗୋଟିଏ ବହୁତ ସରଳ କଥା ଉପରେ ଆଧାରିତ। ଜଣେ ମଣିଷକୁ ସୁସ୍ଥ ଭାବେ ବଞ୍ଚିବା ପାଇଁ ପ୍ରତିଦିନ କେତେ କ୍ୟାଲୋରିର ଖାଦ୍ୟ ଦରକାର? ଗାଁର ଲୋକମାନେ ଅଧିକ ଶାରୀରିକ ପରିଶ୍ରମ କରନ୍ତି, ତେଣୁ ସେମାନଙ୍କ ପାଇଁ ସହର ଲୋକଙ୍କ ତୁଳନାରେ ଅଧିକ କ୍ୟାଲୋରିର ଆବଶ୍ୟକତା ରହିଛି। ଏହି ପ୍ରକ୍ରିୟାଟି ବେଶ୍ ସିଧାସଳଖ। ପ୍ରଥମେ ସର୍ବନିମ୍ନ କ୍ୟାଲୋରି କେତେ ଦରକାର ତାହା ସ୍ଥିର କରାଯାଏ। ତାପରେ ସେତିକି ପରିମାଣର ଖାଦ୍ୟ କିଣିବାକୁ କେତେ ଟଙ୍କା ଲାଗିବ ତାହା ହିସାବ କରାଯାଏ। ଆଉ ଯେଉଁ ପରିବାରର ଆୟ ସେହି ଟଙ୍କାଠାରୁ ବି କମ୍, ସେମାନଙ୍କୁ ହିଁ ବିପିଏଲ୍ ବୋଲି ଧରାଯାଏ। ହେଉ, ଏବେ ଆସିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉପରକୁ। ଏତେ ବର୍ଷରେ ପ୍ରୟାସ ପରେ ବି ଭାରତରେ ଦାରିଦ୍ର୍ୟ କାହିଁକି ଏତେ ବଡ଼ ସମସ୍ୟା ହୋଇ ରହିଛି? ଏହାର ମୂଳ କାରଣଗୁଡ଼ିକର ପ୍ରକୃତରେ କ'ଣ? ଦେଖନ୍ତୁ, ଏହାର କାରଣ ଗୋଟିଏ ନୁହେଁ, ବରଂ ଅନେକ। କିନ୍ତୁ ଏହି 6ଟିକୁ ମୁଖ୍ୟ କାରଣ ବୋଲି ଧରାଯାଏ। ଆଉ ସବୁଠୁ ବଡ଼ କଥା ହେଲା, ଏହି କାରଣଗୁଡ଼ିକ ପରସ୍ପର ସହ ଏମିତି ଯୋଡ଼ି ହୋଇ ରହିଛନ୍ତି ଯେ ଏହା ଏକ ଜାଲ ପରି କାମ କରେ। ଚାଲନ୍ତୁ ଏଥିମଧ୍ୟରୁ କିଛି ମୁଖ୍ୟ କାରଣକୁ ଟିକେ ଭଲ ଭାବରେ ଦେଖିବା। ଏଇ ଚାର୍ଟଟାକୁ ଟିକେ ଦେଖନ୍ତୁ। ଏହା ଗୋଟିଏ ବହୁତ ବଡ଼ କାହାଣୀ କହୁଛି। ଆଜି ବି ଆମ ଦେଶର ପାଖାପାଖି 65% ଲୋକ ନିଜ ଜୀବିକା ପାଇଁ ସିଧାସଳଖ ଚାଷ ଉପରେ ନିର୍ଭର କରନ୍ତି। ତେଣୁ ଯେତେବେଳେ ଚାଷରେ କ୍ଷତି ହୁଏ କିମ୍ବା ମୌସୁମୀ ଧୋକା ଦିଏ, ଦେଶର ଅଧିକାଂଶ ଲୋକଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଏ। ଆଉ କୃଷି କ୍ଷେତ୍ରରେ ଆମର ଆଉ ଗୋଟେ ବଡ଼ ସମସ୍ୟା ହେଲା କମ୍ ଉତ୍ପାଦକତା। ଏହି ସ୍ଲାଇଡ୍ରେ ତଫାତଟା ଟିକେ ଦେଖନ୍ତୁ ତ। ଭାରତରେ ହେକ୍ଟର ପିଛା ଧାନ ଉତ୍ପାଦନ ଚୀନ କିମ୍ବା ଆମେରିକା ତୁଳନାରେ ଅଧାରୁ ବି କମ୍। ଏହାର କାରଣ ହେଲା ପୁରୁଣା ଚାଷ ପ୍ରଣାଳୀ, ଜଳସେଚନର ଅଭାବ ଆଉ ଛୋଟ ଛୋଟ ଚାଷ ଜମି। କମ୍ ଉତ୍ପାଦନର ସିଧା ଅର୍ଥ ହେଲା ଚାଷୀ ପାଇଁ କମ୍ ଆୟ। ଏହାକୁ କୁହାଯାଏ ଦାରିଦ୍ର୍ୟର ଦୁଶ୍ଚକ୍ର। ମାନେ ଏମିତି ଗୋଟେ ଚକ୍ର ଯେଉଁଥିରେ ଥରେ ପଶିଗଲେ ବାହାରିବା ବହୁତ ମୁସ୍କିଲ। କମ୍ ଆୟ ଯୋଗୁଁ ଠିକ୍ ଭାବେ ଖାଇବାକୁ ମିଳେନି, ଫଳରେ ଶରୀର ଦୁର୍ବଳ ହୋଇଯାଏ। ଆଉ ଦୁର୍ବଳ ଶରୀରରେ କାମ କରିବାକୁ ଶକ୍ତି ନଥାଏ, ଯେଉଁଥିପାଇଁ ଆୟ ଆହୁରି କମିଯାଏ। ଆଉ ଏହି ଚକ୍ର ଏମିତି ହିଁ ଚାଲି ରହେ। ଏହି ପୁରୁଣା କଥାଟି ଆଉ ଗୋଟେ ବଡ଼ ସମସ୍ୟାକୁ ଦର୍ଶାଏ, ସମ୍ପତ୍ତିର ଅସମାନ ବଣ୍ଟନ। ଯେତେବେଳେ ଦେଶର ଅଧିକାଂଶ ସମ୍ପତ୍ତି କେବଳ କିଛି ଲୋକଙ୍କ ହାତରେ ରହିଯାଏ, ସେତେବେଳେ ଗରିବ ଲୋକଙ୍କ ପାଇଁ ଆଗକୁ ବଢ଼ିବାର ସୁଯୋଗ ବହୁତ କମିଯାଏ। ଫଳରେ ଧନୀ ଓ ଗରିବ ଭିତରେ ଥିବା ପାର୍ଥକ୍ୟ ବଢ଼ିବାରେ ଲାଗେ। କିନ୍ତୁ ଏହି କାହାଣୀଟା କେବଳ ନିରାଶାର ନୁହେଁ। ଏତେ ସବୁ ଆହ୍ୱାନ ସତ୍ତ୍ୱେ ଭାରତ ଦାରିଦ୍ର୍ୟ ବିରୁଦ୍ଧରେ ଲଢ଼େଇରେ ଏକ ବହୁତ ଲମ୍ବା ରାସ୍ତା ଅତିକ୍ରମ କରିଛି। ଚାଲନ୍ତୁ ଏବେ ସେହି ସଫଳତା ଉପରେ ଟିକେ ନଜର ପକାଇବା। ଏହି ସମୟରେଖାକୁ ଟିକେ ଦେଖନ୍ତୁ। କଳ୍ପନା କରନ୍ତୁ ତ, ସ୍ୱାଧୀନତା ସମୟରେ ଦେଶର ପ୍ରାୟ 70% ଲୋକ ଦରିଦ୍ର ଥିଲେ। ଆଉ ସେଠାରୁ ଆରମ୍ଭ କରି 2019 ସୁଦ୍ଧା ଏହି ସଂଖ୍ୟା 21.1%କୁ ଖସି ଆସିଛି। ଏହା ଏକ ବଡ଼ ଉପଲବ୍ଧି, ଏଥିରେ ସନ୍ଦେହ ନାହିଁ। ଏହି ସଂଖ୍ୟାକୁ ଆହୁରି ସହଜରେ ବୁଝିବାକୁ ଗଲେ 2019ରେ ପ୍ରତି 5 ଜଣ ଭାରତୀୟଙ୍କ ମଧ୍ୟରୁ ଜଣେ ଦାରିଦ୍ର୍ୟ ସୀମାରେଖା ତଳେ ଥିଲେ। ହଁ, ଏହା ଏବେ ବି ଏକ ବଡ଼ ସଂଖ୍ୟା, କିନ୍ତୁ ଅତୀତ ତୁଳନାରେ ଏହା ଏକ ବହୁତ ବଡ଼ ଉନ୍ନତି। ତେବେ ଏହି ପ୍ରଗତି ପଛରେ ଦଶନ୍ଧିର ସରକାରୀ ପ୍ରୟାସ ରହିଛି। ଭୂମି ସଂସ୍କାରଠାରୁ ଆରମ୍ଭ କରି କ୍ଷୁଦ୍ର ଶିଳ୍ପକୁ ପ୍ରୋତ୍ସାହନ ଦେବା, ସ୍କୁଲ୍ସ, ହସ୍ପିଟାଲ ତିଆରି କରିବା ପର୍ଯ୍ୟନ୍ତ ଏମିତି ଅନେକ ପଦକ୍ଷେପ ନିଆଯାଇଛି। ଏହିସବୁ ପଦକ୍ଷେପ ନିଶ୍ଚିତ ଭାବରେ ପ୍ରଭାବଶାଳୀ ହୋଇଛି, କିନ୍ତୁ ବେଳେବେଳେ ଏହାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବାରେ ଥିବା ତ୍ରୁଟି ଏହାର ସଫଳତାରେ ବାଧା ସୃଷ୍ଟି କରେ। ହେଲେ ଏତେ ସବୁ କାରଣ ଏବଂ ପ୍ରଗତିକୁ ଦେଖିବା ପରେ ଆମେ ଆସି ପହଞ୍ଚିଛେ ଗୋଟିଏ ଶେଷ କିନ୍ତୁ ଅତ୍ୟନ୍ତ ଜଟିଳ ପ୍ରଶ୍ନ ପାଖରେ। ଏହି ପ୍ରଶ୍ନ ସହିତ ହିଁ ଆମେ ଆଜିର ଆଲୋଚନାକୁ ଶେଷ କରିବା। ଏତେ ଦଶନ୍ଧିର ପ୍ରଗତି ପରେ ବି କାହିଁକି ଦାରିଦ୍ର୍ୟ ଆଜି ମଧ୍ୟ ଭାରତ ପାଇଁ ଏକ ବଡ଼ ଏବଂ ସ୍ଥାୟୀ ଆହ୍ୱାନ ହୋଇ ରହିଛି? ଏହା ଏକ ଏମିତି ପ୍ରଶ୍ନ ଯାହାର ଉତ୍ତର କେବଳ ଅର୍ଥନୀତିର ନୁହେଁ, ବରଂ ଆମ ସମାଜ ଏବଂ ଶାସନ ବ୍ୟବସ୍ଥା ଭିତରେ ମଧ୍ୟ ଖୋଜିବାକୁ ପଡ଼ିବ। ଭାରତର ଅର୍ଥନୀତି ତ ବହୁତ ଜୋରରେ ଆଗକୁ ବଢ଼ୁଛି, କିନ୍ତୁ ଗୋଟେ ସମସ୍ୟା ଅଛି ଯାହା ବାରମ୍ବାର ଆମର ଆସ୍ଥାରେ କଣ୍ଟା ସାଜୁଛି, ଆଉ ସେଇଟା ହେଉଛି ବେକାରୀ। ଆଚ୍ଛା, ଏଇ ସମସ୍ୟାଟା ଏତେ ଗଭୀର କାହିଁକି, ଆଉ ଏହାର ଅସଲ ଚେହେରାଟା କ'ଣ? ଚାଲନ୍ତୁ ଆଜିର ଏହି ବିଶ୍ଳେଷଣରେ ଏହାରି ଭିତରକୁ ଯିବା। ଦେଖନ୍ତୁ, ଦେଶ ସ୍ୱାଧୀନ ହେବାର ଏତେ ବର୍ଷ ପରେ ବି ଏହି ପ୍ରଶ୍ନଟା ଆଜି ବି ଆମ ସମସ୍ତଙ୍କ ମନରେ। କାହିଁକି?
କାହିଁକି ଆମ ଦେଶର ଅର୍ଥନୀତି ଯେଉଁ ବେଗରେ ବଢ଼ୁଛି ନିଯୁକ୍ତି ସୁଯୋଗ ସେହି ହିସାବରେ ବଢ଼ିପାରୁନି? ଆମର ଏହି ପୂରା ଆଲୋଚନାର କେନ୍ଦ୍ରବିନ୍ଦୁ ହେଉଛି ଏହି ପ୍ରଶ୍ନର ଉତ୍ତର ଖୋଜିବା। 33 ଲକ୍ଷ। ହଁ, ଆଜିକାଲିର କୋଟି କୋଟି ସଂଖ୍ୟା ଆଗରେ ଏଟା ବହୁତ ଛୋଟ ଲାଗିପାରେ, କିନ୍ତୁ ଏଇଟା ଥିଲା 1951 ମସିହାରେ ଭାରତର ବେକାର ଲୋକଙ୍କର ସଂଖ୍ୟା। ଠିକ୍ ସେତେବେଳେ ଯେତେବେଳେ ଦେଶ ନିଜର ପ୍ରଥମ ପଞ୍ଚବାର୍ଷିକ ଯୋଜନା ଆରମ୍ଭ କରୁଥିଲା। ଏଥିରୁ ଗୋଟେ କଥା ତ ପୁରା ସ୍ପଷ୍ଟ, ଏ ସମସ୍ୟାର ଚେର ବହୁତ ଗଭୀରକୁ ଯାଇଛି। ଆଚ୍ଛା, ଏହି ଜଟିଳ ବିଷୟକୁ ସହଜରେ ବୁଝିବା ପାଇଁ ଆମେ ଏମିତି ଆଗକୁ ବଢ଼ିବା। ପ୍ରଥମେ ଆମେ ଶ୍ରମ ବଜାରକୁ 3ଟି ଅଲଗା ଅଲଗା ଦୃଷ୍ଟିକୋଣରେ ଦେଖିବା। ତାପରେ ଆମେ ଜାଣିବା ବେକାରୀ କେତେ ପ୍ରକାରର ହୋଇଥାଏ, ଆଉ ଶେଷରେ ଏହାର ସମାଧାନ ପାଇଁ କ'ଣ ସବୁ ପଦକ୍ଷେପ ନିଆଯାଇଛି ସେ ବିଷୟରେ କଥା ହେବା। ତେବେ ଚାଲନ୍ତୁ ଆରମ୍ଭ କରିବା ଆମର ପ୍ରଥମ ଭାଗରୁ। ଦେଖନ୍ତୁ, ବେକାରୀର ଅର୍ଥ କ'ଣ? କେବଳ ଚାକିରି ନ ମିଳିବା? ନା, ଏହାଠାରୁ ବହୁତ ବେଶୀ କିଛି। ଆଉ ଏହାର ଅସଲ କାରଣକୁ ଭଲ ଭାବେ ବୁଝିବା ପାଇଁ ବିଶେଷଜ୍ଞମାନେ ଏହାକୁ 3ଟି ମୁଖ୍ୟ ଦୃଷ୍ଟିକୋଣରୁ ଦେଖନ୍ତି। ହଁ, ଏଇ 3ଟି ପଏଣ୍ଟକୁ ଦେଖିଲେ ବୁଝାପଡ଼ୁଛି ଯେ ସମସ୍ୟାଟା କେବଳ ଚାକିରି ନଥିବାରେ ସୀମିତ ନାହିଁ। ଏଇଟା ଆମ ଶ୍ରମଶକ୍ତି କେତେ ବଡ଼, ସେଥିରେ କେତେ ଲୋକ ସାମିଲ ଅଛନ୍ତି, ଆଉ ଯେଉଁମାନେ କାମ କରୁଛନ୍ତି ସେମାନଙ୍କର ଦକ୍ଷତା କେତେ, ଏସବୁ ସହିତ ଜଡ଼ିତ। ଚାଲନ୍ତୁ ଗୋଟି ଗୋଟି କରି ସବୁକୁ ବୁଝିବା। ତେବେ ପ୍ରଥମ କଥା, ଆମର ଶ୍ରମଶକ୍ତିର ଆକାର। ଏଇ ଚାର୍ଟ ଉପରେ ଟିକେ ନଜର ପକାନ୍ତୁ। 1991ରୁ 2011, ମାନେ ପୁରା 20 ବର୍ଷ। ଏହି ସମୟରେ ଆମ ଦେଶର ଜନସଂଖ୍ୟା ତ ଆକାଶ ଛୁଆଁ ହେଲା, କିନ୍ତୁ କାମ କରିବାକୁ ଥିବା ଲୋକଙ୍କର ଅନୁପାତ କେତେ ବଢ଼ିଲା? ମାତ୍ର 2%। ଏଇଟା ସତରେ ଗୋଟେ ବଡ଼ ଚିନ୍ତାର ବିଷୟ। ହେଲେ ପ୍ରଶ୍ନ ଉଠୁଛି, ଆମର ଶ୍ରମଶକ୍ତିର ବୃଦ୍ଧି ଏତେ ଧୀମା କାହିଁକି? ଏହାର ଗୋଟେ ବଡ଼ କାରଣ ଏଇ ସ୍ଲାଇଡ୍ରେ ଲୁଚି ରହିଛି। 2011ର ତଥ୍ୟ ଅନୁସାରେ ଆମ କାର୍ଯ୍ୟକ୍ଷେତ୍ରରେ ମହିଳାମାନଙ୍କର ଭାଗିଦାରୀ ଥିଲା ମାତ୍ର 25.6%। ଭାବି ଦେଖନ୍ତୁ, ଦେଶର ଅଧା ଜନସଂଖ୍ୟାର ଗୋଟେ ବହୁତ ବଡ଼ ଅଂଶ ଅର୍ଥନୀତିର ମୁଖ୍ୟ ସ୍ରୋତରେ ସାମିଲ ହିଁ ନଥିଲେ। ଆଉ ତୃତୀୟ ଦୃଷ୍ଟିକୋଣ ହେଉଛି ସେହି ଲୋକଙ୍କ ବିଷୟରେ ଯେଉଁମାନଙ୍କ ପାଖରେ ଚାକିରି ଅଛି। ହେଲେ ସମସ୍ୟା କ'ଣ ଜାଣନ୍ତି? ସେମାନଙ୍କ ଭିତରୁ ଅଧିକାଂଶଙ୍କର ଉତ୍ପାଦକତା ବା ପ୍ରଡକ୍ଟିଭିଟି ବହୁତ କମ୍। କାରଣ ହେଉଛି ପୁରୁଣାକାଳିଆ ଯନ୍ତ୍ରପାତି ଆଉ ଆଧୁନିକ କୌଶଳର ଅଭାବ। ତ ଫଳରେ କ'ଣ ହେଉଛି? ଉତ୍ପାଦନ କମ୍, ତେଣୁ ଆୟ ବି କମ୍, ଆଉ ଏଇଟା ଗୋଟେ ଦାରିଦ୍ର୍ୟର ଦୁଶ୍ଚକ୍ର ଭିତରେ ଲୋକଙ୍କୁ ବାନ୍ଧି ରଖୁଛି। ତେବେ ବୁଝିପାରୁଥିବେ ସମସ୍ୟାଟା କେତେ ବଡ଼ ଆଉ ଜଟିଳ। ହେଲେ ଗୋଟେ ମଜା କଥା ହେଉଛି, ସବୁ ବେକାରୀ ଗୋଟିଏ ପ୍ରକାରର ନୁହେଁ। ଚାଲନ୍ତୁ ଦେଖିବା ଏହାର ଅଲଗା ଅଲଗା ରୂପଗୁଡ଼ିକ କ'ଣ। ପ୍ରଥମେ ଆସୁଛି ଋତୁକାଳୀନ ବେକାରୀ ବା ସିଜନାଲ ଅନଏମ୍ପ୍ଲୟମେଣ୍ଟ। ଭାରତ ଭଳି କୃଷିପ୍ରଧାନ ଦେଶରେ ଏଇଟା ବହୁତ ସାଧାରଣ କଥା। ଭାବନ୍ତୁ, ଚାଷ କାମ ତ ବର୍ଷା ଦିନେ ଜୋରସୋରରେ ହୁଏ, କିନ୍ତୁ ବାକି ସମୟରେ ବହୁ ଚାଷୀ ଆଉ ଶ୍ରମିକଙ୍କ ପାଖରେ କୌଣସି କାମ ନଥାଏ। ଏହାପରେ ଆସୁଛି ପ୍ରଚ୍ଛନ୍ନ ବେକାରୀ। ଏଇଟା ଗୋଟେ କହିବାକୁ ଗଲେ ଲୁଚି ରହିଥିବା ବେକାରୀ। ମାନେ ଲୋକମାନେ ଦେଖିବାକୁ ତ କାମ କରୁଥିବେ, କିନ୍ତୁ ସତରେ ତାଙ୍କର ସେଠି କିଛି ଆବଶ୍ୟକତା ନଥିବ। ତାଙ୍କର ରହିବା ବା ନ ରହିବା ଦ୍ୱାରା ଉତ୍ପାଦନ ଉପରେ କିଛି ବି ଫରକ ପଡ଼ିବନି। ଚାଲନ୍ତୁ ଗୋଟେ ଉଦାହରଣ ନେବା। ଧରନ୍ତୁ ଗୋଟେ ଛୋଟ ଚାଷ ଜମିରେ କାମ କରିବା ପାଇଁ ମାତ୍ର 2 ଜଣ ଲୋକ ଦରକାର, କିନ୍ତୁ ପରିବାରର 6 ଜଣ ଯାକ ସେଇଠି ଲାଗିଛନ୍ତି। ତେବେ ବାକି ଯୋଉ 4 ଜଣ, ସେମାନେ ହିଁ ପ୍ରଚ୍ଛନ୍ନ ବେକାର। କାରଣ ସେମାନଙ୍କୁ ଯଦି ସେ କାମରୁ ହଟେଇ ଦିଆଯାଏ, ତଥାପି ବି ଫସଲ ସେଟିକି ହିଁ ହେବ। ତାପରେ ଆସୁଛି ସଂଘାତଜନିତ ବେକାରୀ ବା ଫ୍ରିକ୍ସନାଲ ଅନଏମ୍ପ୍ଲୟମେଣ୍ଟ। ଏଇଟା ଏକଦମ ସ୍ୱାଭାବିକ କଥା। ଧରନ୍ତୁ, କେହି ଜଣେ ଗୋଟେ ଚାକିରି ଛାଡ଼ି ଆଉ ଗୋଟେ ଭଲ ଚାକିରି ଖୋଜୁଛି। ତେବେ ସେଇ 2 ଚାକିରି ଭିତରେ ଥିବା ଯେଉଁ ଛୋଟ ସମୟର ଗ୍ୟାପ୍, ସେଇଟାକୁ ହିଁ କୁହାଯାଏ ସଂଘାତଜନିତ ବେକାରୀ। ଏବେ ଆସିବା ସଂସ୍ଥାନିକ ବା ଷ୍ଟ୍ରକ୍ଚରାଲ ଅନଏମ୍ପ୍ଲୟମେଣ୍ଟ ଉପରକୁ। ଏଇଟା ସେତେବେଳେ ହୁଏ ଯେତେବେଳେ ମାର୍କେଟରେ ଯେଉଁ ପ୍ରକାର ସ୍କିଲ୍ ଦରକାର, ଲୋକଙ୍କ ପାଖରେ ସେ ସ୍କିଲ୍ ନଥାଏ। ଏହାକୁ ସ୍କିଲ୍ ମିସମ୍ୟାଚ୍ ବୋଲି କୁହାଯାଏ। କିମ୍ବା ଦେଶରେ ନୂଆ କାରଖାନା ପାଇଁ ପର୍ଯ୍ୟାପ୍ତ ପୁଞ୍ଜି ନଥାଏ। ଭାରତରେ ଏଇଟା ଗୋଟେ ବହୁତ ବଡ଼ ଆହ୍ୱାନ। ଆଉ ଶେଷରେ ହେଉଛି ପ୍ରାବିଧିକ ବେକାରୀ ବା ଟେକ୍ନୋଲୋଜିକାଲ ଅନଏମ୍ପ୍ଲୟମେଣ୍ଟ। ଏଇଟା ହେଉଛି ଆଧୁନିକୀକରଣର ଗୋଟେ ସାଇଡ୍ ଇଫେକ୍ଟ। ଯେମିତିକି ଚାଷ ଜମିରେ ଟ୍ରାକ୍ଟର ଆସିବା ପରେ ମଣିଷର କାମ କମିଗଲା, କିମ୍ବା ଅଫିସରେ କମ୍ପ୍ୟୁଟର ଆସିବା ପରେ ବହୁତ ଲୋକଙ୍କର କାମ ଚାଲିଗଲା। ଯେତେବେଳେ ଟେକ୍ନୋଲୋଜି ମଣିଷର ଜାଗା ନିଏ, ସେତେବେଳେ ଏହି ପ୍ରକାର ବେକାରୀ ଦେଖାଯାଏ। ତେବେ ଏ ଦୁଇଟା ଭିତରେ ଫରକ କ'ଣ? ଦେଖନ୍ତୁ, ସଂଘାତଜନିତ ବେକାରୀ ହେଉଛି ଟେମ୍ପୋରାରୀ, ମାନେ କିଛି ଦିନ ବା କିଛି ମାସ ପାଇଁ। ଲୋକଟିକୁ ଶେଷରେ ଚାକିରି ମିଳିଯାଏ। କିନ୍ତୁ ପ୍ରାବିଧିକ ବେକାରୀରେ କ'ଣ ହୁଏ? ସେ ଚାକିରିଟା ହିଁ ଟେକ୍ନୋଲୋଜି ଯୋଗୁଁ ସବୁଦିନ ପାଇଁ ଲୋପ ପାଇଯାଇପାରେ। ଆଚ୍ଛା, ଏତେ ପ୍ରକାରର ସମସ୍ୟା ବିଷୟରେ ତ ଆମେ ଜାଣିଲେ। ତେବେ ପ୍ରଶ୍ନ ଉଠୁଛି, ଏହାର ସମାଧାନ ପାଇଁ କରା କ'ଣ ଯାଉଛି? ଚାଲନ୍ତୁ ଏବେ ଆମର ଶେଷ ଭାଗରେ ସରକାରୀ ପଦକ୍ଷେପ ଆଉ ଯୋଜନାଗୁଡ଼ିକ ଉପରେ ଟିକେ ନଜର ପକାଇବା।
ଦେଖନ୍ତୁ, ସରକାର ଏହି ସମସ୍ୟାକୁ ସମାଧାନ କରିବା ପାଇଁ ଗୋଟେ ମଲ୍ଟିପ୍ରଙ୍ଗଡ୍ ଷ୍ଟ୍ରାଟେଜି ଆପଣେଇଛନ୍ତି। ମୁଖ୍ୟ ଲକ୍ଷ୍ୟଗୁଡ଼ିକ ହେଲା ଗାଁ ଗହଳିରେ ଭିତ୍ତିଭୂମିର ବିକାଶ କରିବା, ଯେମିତିକି ରାସ୍ତା, ପୋଲ ଇତ୍ୟାଦି। ଏହାଦ୍ୱାରା ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ସହିତ ଲୋକମାନଙ୍କୁ ତାଲିମ ଦେଇ ସେମାନଙ୍କୁ ଦକ୍ଷତା ବଢ଼ାଇବା ଆଉ ନୂଆ ବ୍ୟବସାୟ ବା କାରଖାନା ପାଇଁ ଋଣ ଦେଇ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା। ଆଉ ଏହି ଲକ୍ଷ୍ୟଗୁଡ଼ିକ ପୂରଣ କରିବା ପାଇଁ ବିଗତ ବର୍ଷମାନଙ୍କରେ ଅନେକ ଯୋଜନା କାର୍ଯ୍ୟକାରୀ ହୋଇଛି, ଯେମିତିକି NREP, JRY ଯାହା ଗାଁରେ ରୋଜଗାର ଦେବା ପାଇଁ ଥିଲା। ସେହିପରି PMRY ଯୁବକମାନଙ୍କୁ ନିଜ ବ୍ୟବସାୟ ପାଇଁ ଋଣ ଦେଉଥିଲା, ଆଉ TRYSEXM ଭଳି ଯୋଜନା ଗ୍ରାମୀଣ ଯୁବକଙ୍କୁ ଟ୍ରେନିଂ ଦେଉଥିଲା। ଏମିତି ଅନେକ ପ୍ରୟାସ ଆଜି ପର୍ଯ୍ୟନ୍ତ କରାଯାଇଛି। ଆମେ ଏବେ ପୁରା ଦେଶ ସ୍ତରରେ ସମସ୍ୟା ଆଉ ଯୋଜନା ବିଷୟରେ କଥା ହେଲେ, କିନ୍ତୁ ଶେଷରେ ଗୋଟେ ପ୍ରଶ୍ନ ରହିଲା। ନିଜ ନିଜ ଅଞ୍ଚଳରେ, ନିଜ ଗାଁ ବା ସହରରେ ବେକାରୀ ବିରୋଧୀ ଲଢ଼େଇର ଅସଲ ଚିତ୍ରଟା କ'ଣ? କେଉଁ ଯୋଜନା ସତରେ ଲୋକଙ୍କ କାମରେ ଆସୁଛି ଆଉ କେଉଁଠି ତ୍ରୁଟି ରହିଯାଉଛି? ଏହା ଉପରେ ଟିକେ ଭାବିବା ଦରକାର। ଆଜି ପାଇଁ ଏତିକି। ପରବର୍ତ୍ତୀ ନମସ୍କାର। ଆଜି ଆମେ ଏକ ଏମିତି ବିଷୟରେ କଥା ହେବା ଯାହା ଆମ ଦୁନିଆକୁ ଆଗକୁ ନେଉଛି। ଏହା ହେଉଛି ଉଦ୍ୟୋଗିତା। ଏହା କେବଳ ଗୋଟେ ଶବ୍ଦ ନୁହେଁ, ଏହା ଏକ ଶକ୍ତି ଯାହା ପରିବର୍ତ୍ତନ ଆଣେ। ଆମେ ସବୁବେଳେ ଏଣ୍ଟରପ୍ରେନ୍ୟୁଅର ବା ଉଦ୍ୟୋଗୀ ଶବ୍ଦଟା ଶୁଣୁ, କିନ୍ତୁ କେବେ ଗଭୀର ଭାବେ ଚିନ୍ତା କରିଛନ୍ତି କି ଏହାର ପ୍ରକୃତ ମାନେ କ'ଣ? କ'ଣ ଖାଲି ଗୋଟେ ବ୍ୟବସାୟ ଆରମ୍ଭ କରିଦେଲେ ହେଇଗଲା? ନା, ଏହାଠୁ ବହୁତ ବେଶୀ କିଛି। ଚାଲନ୍ତୁ ଏହାର ମୂଳ କଥାଟାକୁ ବୁଝିବା। ତେବେ ଏହି ଯାତ୍ରାକୁ ଆଗକୁ ନେବା ପୂର୍ବରୁ ସବୁଠୁ ପ୍ରଥମେ ଦେଖିବା ଏହାର ସଠିକ୍ ପରିଭାଷା କ'ଣ। ଯଦି ଏକଦମ ସରଳ ଭାଷାରେ କହିବା, ଉଦ୍ୟୋଗିତା ହେଉଛି ଗୋଟେ ନୂଆ ବ୍ୟବସାୟକୁ ଜନ୍ମ ଦେବାର ପୂରା ପ୍ରକ୍ରିୟା। ମାନେ ଗୋଟେ ଆଇଡିଆକୁ ନେଇ ତାକୁ ବାସ୍ତବ ରୂପ ଦେବା ପାଇଁ ଯୋଜନା କରିବା, ଟଙ୍କା ପଇସା ଆଉ ଲୋକ ଯୋଗାଡ଼ କରିବା, ଆଉ ଶେଷରେ ତାକୁ ଚଲେଇବା। ହେଲେ ଗୋଟେ କଥା ମନେ ରଖିବା ଦରକାର, ଏଇଟା ଖାଲି ଗୋଟେ ଦୋକାନ ଖୋଲିଦେବା ପରି ନୁହେଁ। ଏହା ହେଉଛି କିଛି ନୂଆ ସୃଷ୍ଟି କରିବାର ପ୍ରକ୍ରିୟା, ଗୋଟେ ଚିନ୍ତାଧାରାକୁ ବାସ୍ତବତାରେ ବଦଳାଇବାର ପୂରା ଯାତ୍ରା। ଆଚ୍ଛା, ଏଇ ଚିତ୍ରଟିକୁ ଦେଖିଲେ କଥାଟା ଆହୁରି ସହଜରେ ବୁଝିହେବ। ଦେଖନ୍ତୁ, ପ୍ରଥମେ ଆସୁଛି ଉଦ୍ୟମ, ମାନେ ମୁଣ୍ଡରେ ଗୋଟେ ଆଇଡିଆ ଆସିଲା। ତାପରେ ଉଦ୍ୟୋଗିତା, ମାନେ ସେହି ପ୍ରକ୍ରିୟା ଆରମ୍ଭ ହେଲା, ଆଉ ଶେଷରେ ଫଳ ମିଳିଲା ଉଦ୍ୟୋଗ, ମାନେ ଗୋଟେ ବାସ୍ତବ ବ୍ୟବସାୟ। ତେଣୁ ଏଇ ଯୋଉ ଆଇଡିଆରୁ ଆରମ୍ଭ କରି ଫଳାଫଳ ପର୍ଯ୍ୟନ୍ତ ଯାତ୍ରା ଅଛି, ସେଇଟା ହିଁ ଉଦ୍ୟୋଗିତା। ତେବେ ଏହି ପୂରା ପ୍ରକ୍ରିୟାକୁ ଚଲାଏ କିଏ? ହଁ, ସେ ହେଉଛି ଉଦ୍ୟୋଗୀ। କିନ୍ତୁ କେଉଁ ଗୁଣ ଜଣକୁ ଜଣେ ସାଧାରଣ ଲୋକରୁ ଉଦ୍ୟୋଗୀ ବନାଏ? ଆସନ୍ତୁ ତାଙ୍କ ଭିତରର ସେହି ଖାସ୍ ଗୁଣ ବା DNA ବିଷୟରେ ଜାଣିବା। ସବୁଠାରୁ ପ୍ରଥମ ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗୁଣ ହେଉଛି ନବସୃଜନ ବା ଇନୋଭେସନ୍। ଏହାର ମାନେ ଖାଲି ନୂଆ ଜିନିଷ ତିଆରି କରିବା ନୁହେଁ, ଏହାର ଅର୍ଥ ହେଉଛି ଗୋଟେ ପୁରୁଣା ସମସ୍ୟାକୁ ଏକଦମ ନୂଆ ନଜରରେ ଦେଖିବା। ବଜାରରେ ଯାହା ଚାଲିଛି ତାଠୁ ଭଲ, ତାଠୁ ଅଲଗା କିଛି କରି ଦେଖେଇବାର ଜିଦ୍। ଦ୍ୱିତୀୟରେ ଆସେ ରିସ୍କ ନେବାର ସାହସ। କିନ୍ତୁ ଏଠି ରିସ୍କ ମାନେ ଆଖି ବୁଝି ଲମ୍ଫ ଦେବା ନୁହେଁ। ଏହାର ଅର୍ଥ ହେଉଛି ଲାଭ କେତେ ହୋଇପାରେ ଆଉ କ୍ଷତି କେତେ ହୋଇପାରେ ତାର ପୂରା ହିସାବ କରି ଆଗକୁ ପାଦ ବଢ଼େଇବା। ଏହାକୁ କହନ୍ତି କ୍ୟାଲକ୍ୟୁଲେଟେଡ୍ ରିସ୍କ। ଆଉ ତୃତୀୟରେ ହେଉଛି ସଂଗଠନ। ଖାଲି ଭଲ ଆଇଡିଆ ଆଉ ସାହସ ଦେଲେ ତ ଚଳିବନି। ସେହି ଆଇଡିଆକୁ ସତ କରିବା ପାଇଁ ସଠିକ୍ ଲୋକ, ପଇସା ଆଉ ଅନ୍ୟାନ୍ୟ ଜିନିଷପତ୍ରକୁ ଏକାଠି କରିବାର କଳା ଜଣାଥିବା ଦରକାର। ଏହି ଯେଉଁ ବ୍ୟକ୍ତିଗତ ଗୁଣଗୁଡ଼ିକ ବିଷୟରେ ଆମେ କଥା ହେଲେ, ସେଗୁଡ଼ିକ କେବଳ ଜଣେ ବ୍ୟକ୍ତିକୁ ସଫଳ କରେନି, ବରଂ ଏହାର ପ୍ରଭାବ ପୂରା ସମାଜ ଆଉ ଦେଶର ଅର୍ଥନୀତି ଉପରେ ପଡ଼େ। ଚାଲନ୍ତୁ ଦେଖିବା ଉଦ୍ୟୋଗିତା କେମିତି ଆମ ଅର୍ଥନୀତିର ଇଞ୍ଜିନ ପରି କାମ କରେ। ଏହି ଟେବଲଟିକୁ ଦେଖିଲେ ଉଦ୍ୟୋଗୀ ଆଉ ମ୍ୟାନେଜର ଭିତରେ ଥିବା ଫରକଟା ପୂରା ସ୍ପଷ୍ଟ ହୋଇଯିବ। ଜଣେ ଉଦ୍ୟୋଗୀ କିଛି ନୂଆ ଆରମ୍ଭ କରେ, କିନ୍ତୁ ଜଣେ ମ୍ୟାନେଜର ପୂର୍ବରୁ ଥିବା ବ୍ୟବସାୟକୁ ଚଲାଏ। ଉଦ୍ୟୋଗୀକୁ ପ୍ରେରଣା ମିଳେ କିଛି ନୂଆ କରିବାର ସଫଳତାରୁ, ଆଉ ତାର ବାଟ ସବୁବେଳେ ନୂଆ ଆଉ ସୃଷ୍ଟିଶୀଳ। ଏହା ଏକ ବହୁତ ବଡ଼ ପାର୍ଥକ୍ୟ। ଆଉ ଏହାର ପ୍ରଭାବ ଦେଖନ୍ତୁ କେତେ ବଡ଼। ଉଦ୍ୟୋଗୀମାନେ ହିଁ ଦେଶର GDP ବଢ଼ାନ୍ତି। ସେମାନେ ବଜାରରେ ନୂଆ ପୁଞ୍ଜି ଆଣନ୍ତି, ଯାହା ଅର୍ଥନୀତିକୁ ଗତି ଦିଏ। ଆଉ ସବୁଠୁ ବଡ଼ କଥା ହେଲା, ସେମାନେ ଅନେକ ଲୋକଙ୍କ ପାଇଁ ଚାକିରି ସୁଯୋଗ ତିଆରି କରନ୍ତି। ଗୋଟେ ନୂଆ ବିଜନେସ୍ ଆସିଲେ ତା ସହିତ ଆହୁରି ଅନେକ ନୂଆ ସୁଯୋଗ ସୃଷ୍ଟି ହୁଏ। ବର୍ତ୍ତମାନ ଆମେ ବୁଝିଗଲିଣି ଯେ ଉଦ୍ୟୋଗିତା କ'ଣ ଆଉ କାହିଁକି ଜରୁରୀ। କିନ୍ତୁ ଏବେ ପ୍ରଶ୍ନ ଆସୁଛି, କିପରି? ମାନେ ସଫଳ ହେବା ପାଇଁ କେଉଁ ସବୁ ଦକ୍ଷତା ବା ସ୍କିଲ୍ସ ଦରକାର? ଏହି ପ୍ରଶ୍ନର ଉତ୍ତର ହିଁ ଜଣେ ସାଧାରଣ ବ୍ୟକ୍ତି ଆଉ ଜଣେ ସଫଳ ଉଦ୍ୟୋଗୀ ଭିତରେ ଥିବା ପାର୍ଥକ୍ୟକୁ ଦେଖାଏ।
ତେବେ ଆସନ୍ତୁ ସେହି ଦକ୍ଷତାଗୁଡ଼ିକୁ ଗୋଟି ଗୋଟି କରି ଦେଖିବା। ସବୁକିଛି ଆରମ୍ଭ ହୁଏ ମାଇଣ୍ଡସେଟ୍ରୁ। ପ୍ରଥମ କଥା, ନିଜ ଆଡ଼ୁ ଆଗକୁ ଆସି ପଦକ୍ଷେପ ନେବା ସାହସ। ତାପରେ ଆସେ ଏମିତି ଏକ ଦୃଷ୍ଟି ଯାହା ସାଧାରଣ ଜିନିଷ ଭିତରେ ବି ସୁଯୋଗ ଖୋଜିପାରେ। ଆଉ ଯେତେବେଳେ ବାଧା ଆସେ ସେତେବେଳେ ହାର ନ ମାନି ଲାଗି ରହିବାର ଧୈର୍ଯ୍ୟ। ଆଉ ସବୁବେଳେ ନୂଆ କଥା ଶିଖିବା ପାଇଁ ଆଗ୍ରହ। ଖାଲି ଭଲ ମାଇଣ୍ଡସେଟ୍ ଥିଲେ ହବନି, ତାକୁ କାମରେ ଲଗାଇବାକୁ ପଡ଼ିବ। ଏଥିପାଇଁ ଦରକାର ଗୋଟେ ସୁନ୍ଦର ଯୋଜନା, ଯେକୌଣସି ସମସ୍ୟାର ସମାଧାନ ବାହାର କରିବାର ଦକ୍ଷତା, ଆଉ ସବୁଠୁ ଜରୁରୀ ନିଜ ଆଇଡିଆରେ ଅନ୍ୟମାନଙ୍କୁ ସାମିଲ କରିବା ପାଇଁ ପ୍ରେରଣା ଦେବାର କଳା। ଆଉ ହଁ, ନିଜ ଉପରେ ଅତୁଟ ବିଶ୍ୱାସ। ଏହି ଚିତ୍ରଟି ସବୁକିଛିକୁ ଗୋଟିଏ ଜାଗାରେ ଦେଖାଉଛି। ଜଣେ ବ୍ୟକ୍ତିର ମୂଲ୍ୟବୋଧ, ତା ଚାରିପାଖର ପରିବେଶ ଆଉ ଏହି ସବୁ ଦକ୍ଷତା, ଏସବୁ ମିଶି ଉଦ୍ୟୋଗିତାର ବିକାଶ ପାଇଁ ଗୋଟେ ମଜବୁତ ନିଅ ତିଆରି କରନ୍ତି। ଏହା ଗୋଟେ ସାମଗ୍ରିକ ବିକାଶ ପ୍ରକ୍ରିୟା। ତେବେ ଶେଷରେ କହିବାକୁ ଗଲେ ଉଦ୍ୟୋଗିତା ଖାଲି ଟଙ୍କା କମେଇବାର ଗୋଟେ ବାଟ ନୁହେଁ। ଏହା ହେଉଛି ନୂଆ ଚିନ୍ତାଧାରା, ସମସ୍ୟାର ସମାଧାନ ଆଉ ସମାଜର ପ୍ରଗତି ପାଇଁ ଏକ ଶକ୍ତିଶାଳୀ ଇଞ୍ଜିନ୍। ଆଉ ଏହା ଆମ ସମସ୍ତଙ୍କ ପାଇଁ ଗୋଟେ ବଡ଼ ପ୍ରଶ୍ନ ଛାଡ଼ିଯାଉଛି, ଏହି ଶକ୍ତିକୁ ବ୍ୟବହାର କରି ଆଗାମୀ ଦିନ ପାଇଁ କ'ଣ ନୂଆ ନିର୍ମାଣ କରା। ନମସ୍କାର। ମନରେ କେବେ ଏମିତି କିଛି ଆଇଡିଆ ଆସିଛି କି ଯାହା ପୁରା ଦୁନିଆ ବଦଲେଇ ଦେଇପାରିବ? ସେହି ସ୍ୱପ୍ନକୁ ସତ କରିବାର ଇଚ୍ଛା ଅଛି କି? ତାହେଲେ ଆସନ୍ତୁ ଆଜି ଆମେ ଏହି ବିଷୟରେ କଥା ହେବା। ଭାରତର ଏହି ଉଦ୍ୟମୀ ଯାତ୍ରା ଆଉ ଏଥିରେ ଥିବା ସମ୍ଭାବନା ବିଷୟରେ। ଗୋଟେ ବ୍ୟବସାୟ ଆରମ୍ଭ କରିବାର ସ୍ୱପ୍ନ ଦେଖିବା ବହୁତ ବଡ଼ କଥା, କିନ୍ତୁ ସେ ସ୍ୱପ୍ନକୁ ସତ କରିବା ରାସ୍ତା ସେତେ ସହଜ ନୁହେଁ। ଚାଲନ୍ତୁ ଦେଖିବା ଏହି ରାସ୍ତାରେ କେଉଁଭଳି ଆହ୍ୱାନ ସବୁ ସାମ୍ନାକୁ ଆସେ। କେବେ ଭାବିଛନ୍ତି ଗୋଟିଏ ମାତ୍ର ଆଇଡିଆ ଆଉ ତାହା ସବୁକିଛି ବଦଳାଇ ଦେଇପାରେ, ବାସ୍ତବରେ ଏକ ବଡ଼ ପରିବର୍ତ୍ତନ ଆଣିପାରେ? ଆଉ ଏଇ ଭାବନା ହିଁ ତ ଜଣେ ଉଦ୍ୟମୀର ଯାତ୍ରାର ପ୍ରଥମ ପାହାଚ। ହେଲେ ପ୍ରଶ୍ନ ଉଠୁଛି, ଆରମ୍ଭଟା କରିବେ କେଉଁଠୁ? ଏତେ ସବୁ ନିୟମ କାନୁନ, ଟଙ୍କା ପଇସା ଯୋଗାଡ଼ କରିବାର ଚିନ୍ତା ଆଉ ତା ସାଙ୍ଗକୁ ଗୋଟେ ଅଜଣା ଭବିଷ୍ୟତର ଭୟ। ସତ କହିବାକୁ ଗଲେ ଏସବୁ ମିଶି ଅନେକ ସ୍ୱପ୍ନକୁ ଆରମ୍ଭ ହେବା ଆଗରୁ ହିଁ ମାରିଦିଏ। କିନ୍ତୁ ଏତେ ଚିନ୍ତା କରିବାର କୌଣସି କାରଣ ନାହିଁ, କାହିଁକି ନା ଏହିସବୁ ସମସ୍ୟାର ସମାଧାନ ପାଇଁ ଭାରତରେ ଏକ ବହୁତ ବଡ଼ ପଦକ୍ଷେପ ନିଆଯାଇଛି। ଆଉ ଏହା ନୂଆ ଉଦ୍ୟମୀମାନଙ୍କ ପାଇଁ ଏକ ଆଶାର କିରଣ ଭଳି। ଆଉ ଏହି ପଦକ୍ଷେପର ନାଁ ହେଉଛି ଷ୍ଟାର୍ଟଅପ୍ ଇଣ୍ଡିଆ। ଏହାର ମୂଳ ଲକ୍ଷ୍ୟ କ'ଣ ଜାଣନ୍ତି? ନୂଆ ନୂଆ ଆଇଡିଆ ଆଉ ଉଦ୍ୟମିତା ପାଇଁ ଏକ ଏମିତି ମଜବୁତ ପରିବେଶ ତିଆରି କରିବା ଯେଉଁଠି ପ୍ରତ୍ୟେକଟି ବିଚାରକୁ ଆଗକୁ ବଢ଼ିବାର ସୁଯୋଗ ମିଳିବ। ତେବେ ପ୍ରଶ୍ନ ହେଉଛି, ଏଇ ଯୋଜନା ମାଧ୍ୟମରେ ସରକାର ପ୍ରକୃତରେ କେମିତି ସାହାଯ୍ୟ କରନ୍ତି? ଆସନ୍ତୁ ଏହାର ମୂଳ କଥାକୁ ଟିକେ ଭଲ ଭାବରେ ବୁଝିବା। ଏହି ଯୋଜନାର 4ଟି ମୁଖ୍ୟ ସ୍ତମ୍ଭ ଅଛି। ପ୍ରଥମତଃ ସରଳୀକରଣ, ମାନେ ସବୁକିଛି ଗୋଟିଏ ଜାଗାରେ, ଷ୍ଟାର୍ଟଅପ୍ ଇଣ୍ଡିଆ ହବ୍ ମାଧ୍ୟମରେ। ଦ୍ୱିତୀୟରେ ଆଇନଗତ ସୁରକ୍ଷା, ମାନେ ନିଜ ଆଇଡିଆକୁ ପେଟେଣ୍ଟ କରିବା ପାଇଁ ସାହାଯ୍ୟ। ତୃତୀୟରେ ଆୟକରରେ ଛାଡ଼, ଯାହା ଆର୍ଥିକ ଭାବରେ ବହୁତ ବଡ଼ ସହାୟତା। ଆଉ ଶେଷରେ ଯଦି କାଳେ କିଛି ଓଲଟାପାଲଟା ହୁଏ ତେବେ ବ୍ୟବସାୟ ବନ୍ଦ କରିବାର ପ୍ରକ୍ରିୟା ବି ବହୁତ ସରଳ। ଦେଖିଲେ ତ, ଏହା ବାସ୍ତବରେ ଗୋଟେ କମ୍ପ୍ଲିଟ୍ ସପୋର୍ଟ ସିଷ୍ଟମ। ଆଚ୍ଛା, ସରକାରୀ ସାହାଯ୍ୟର କଥା ତ ଜାଣିଲେ, କିନ୍ତୁ ଏବେ ଆସିବା ସବୁଠାରୁ ବଡ଼ ପ୍ରଶ୍ନକୁ, ବ୍ୟବସାୟ ପାଇଁ ଟଙ୍କା କେଉଁଠୁ ଆସିବ? ଚାଲନ୍ତୁ ପାଣ୍ଠି ଯୋଗାଡ଼ କରିବାର ଅଲଗା ଅଲଗା ରାସ୍ତା ବିଷୟରେ ଜାଣିବା। ସବୁଠାରୁ ପ୍ରଥମ ଆଉ ସାଧାରଣ ଉପାୟ ହେଲା ବୁଟଷ୍ଟ୍ରାପିଂ। ଏହାର ସିଧାସଳଖ ଅର୍ଥ ହେଲା ନିଜ ପକେଟରୁ ଟଙ୍କା ଲଗେଇ କାମ ଆରମ୍ଭ କରିବା, ମାନେ ନିଜର ସଞ୍ଚୟ ବ୍ୟବହାର କରିବା। ଏହାର ସବୁଠୁ ବଡ଼ ଫାଇଦା ହେଉଛି କମ୍ପାନୀ ଉପରେ ପୁରା ନିୟନ୍ତ୍ରଣ ନିଜ ହାତରେ ରହେ। କିନ୍ତୁ ଯେତେବେଳେ ବ୍ୟବସାୟ ଧୀରେ ଧୀରେ ବଡ଼ ହୁଏ, ସେତେବେଳେ କେବଳ ନିଜ ପାଣ୍ଠି ତ ଯଥେଷ୍ଟ ହୁଏନି, ଠିକ୍ ନା? ସେତେବେଳେ ହିଁ ବାହାରୁ ପାଣ୍ଠି ଯୋଗାଡ଼ କରିବାର ଆବଶ୍ୟକତା ପଡ଼ିଥାଏ। ଆଉ ସେତେବେଳେ 2ଟା ମୁଖ୍ୟ ବିକଳ୍ପ ସାମ୍ନାକୁ ଆସେ। ଗୋଟେ ହେଲା ଏଞ୍ଜେଲ ଇନଭେଷ୍ଟର୍ସ। ଏମାନେ ହେଉଛନ୍ତି ଧନୀ ବ୍ୟକ୍ତି, ଯେଉଁମାନେ ନୂଆ କମ୍ପାନୀରେ ନିଜ ଟଙ୍କା ଲଗାନ୍ତି ଆଉ ବଦଳରେ କମ୍ପାନୀର କିଛି ଅଂଶଧନ ନିଅନ୍ତି। ଆଉ ଦ୍ୱିତୀୟରେ ହେଲା ଭେଞ୍ଚର କ୍ୟାପିଟାଲ ବା ଭିସି ଫର୍ମ। ଏମାନେ ବଡ଼ ସଂସ୍ଥା, ଯେଉଁମାନେ ବହୁତ ଅଧିକ ଟଙ୍କା ବିନିଯୋଗ କରନ୍ତି ଆଉ ବ୍ୟବସାୟକୁ ପୁରାପୁରି ଏକ ନୂଆ ସ୍ତରକୁ ନେଇଯାଆନ୍ତି। ଏହାଛଡ଼ା ବି ଆହୁରି ଅନେକ ଉପାୟ ଅଛି, ଯେମିତିକି କ୍ରାଉଡ୍ ଫଣ୍ଡିଂ, ଯେଉଁଠି ବହୁତ ଲୋକ ମିଶି ଟିକେ ଟିକେ ପଇସା ଦେଇ ସାହାଯ୍ୟ କରନ୍ତି। ତାପରେ ଅଛି ଇନକ୍ୟୁବେଟର୍ସ, ଯେଉଁମାନେ ଟଙ୍କା ସହିତ ସଠିକ୍ ମାର୍ଗଦର୍ଶନ ମଧ୍ୟ ଦିଅନ୍ତି। ଆଉ ଛୋଟ ଛୋଟ ଋଣ ପାଇଁ ମାଇକ୍ରୋଫାଇନାନ୍ସ ଏବଂ NBFCs ତ ଅଛନ୍ତି, ମାନେ ଦେଖିବାକୁ ଗଲେ ସୁବିଧାର କିଛି ଅଭାବ ନାହିଁ। ତେବେ
ଏତେ ସବୁ କଥା ଜାଣିବା ପରେ କ'ଣ ବୁଝାପଡ଼ୁଛି? ଏହାର ସିଧାସଳଖ ସମ୍ପର୍କ ହେଉଛି କାହାର ଗୋଟିଏ ବିଚାର ଏବଂ ତାର ଭବିଷ୍ୟତ ସହିତ। ଏକଥା ମନେ ରଖିବା ଦରକାର, ରାସ୍ତା ତ ନିଶ୍ଚୟ କଷ୍ଟକର, କିନ୍ତୁ ଭାରତରେ ଏକ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ବର୍ତ୍ତମାନ ଯେଉଁଭଳି ପରିବେଶ ଅଛି, ଯେମିତି ସରକାରୀ ସମର୍ଥନ ଆଉ ପାଣ୍ଠି ଯୋଗାଡ଼ କରିବାର ସୁବିଧା ମିଳୁଛି, ସତ କହିବାକୁ ଗଲେ ଏମିତି ପୂର୍ବରୁ କେବେ ବି ନଥିଲା। ଦେଖନ୍ତୁ, ସବୁ ପ୍ରକାରର ସମର୍ଥନ ଆଉ ସୁବିଧା ଏବେ ହାତପାନ୍ତାରେ। ପ୍ରଶ୍ନ କେବଳ ଏତିକି, ଏହି ସୁଯୋଗର ଫାଇଦା ଉଠାଇ କିଏ କ'ଣ ନୂଆ ସୃଷ୍ଟି କରିବାକୁ ଆଗେଇ ଆସିବ? ଟିକେ ଆମ ଓଡ଼ିଶାରେ ତ ବନ୍ୟା ବାତ୍ୟା ଏକ ପ୍ରକାରର ଚିରସାଥୀ, କିନ୍ତୁ କେବେ ଧ୍ୟାନ ଦେଇଛନ୍ତି? କେବେ କେବେ ଏହା ଚୁପଚାପ ଆସି ଚାଲିଯାଏ, ଆଉ କେବେ କେବେ ସବୁକିଛି ଉଜାଡ଼ି ଦିଏ। ତେବେ ଏମିତି କାହିଁକି ହୁଏ? ଆସନ୍ତୁ ଆଜି ସେଇ ବିଷୟରେ ଟିକେ ଗଭୀର ଭାବେ ବୁଝିବା ଆଉ ଜାଣିବା ଯେ ପ୍ରକୃତିର ଏହି ଶକ୍ତିକୁ ସାମ୍ନା କରି ସୁରକ୍ଷିତ ରହିବାର ଉପାୟ କ'ଣ। ଏଇଟା ଗୋଟେ ବହୁତ ବଡ଼ ପ୍ରଶ୍ନ, ନୁହେଁ କି? ଗୋଟେ ଝଡ଼ ଆସେ, ଟିକେ ବର୍ଷା ପବନ ହୁଏ, ଆଉ ସବୁ ଶାନ୍ତ। ପୁଣି ଆଉ ଗୋଟେ ଝଡ଼ ଆସେ, ଆଉ ସବୁକିଛି ଛାରଖାର କରିଦିଏ। ଏ ଦୁଇଟା ଭିତରେ ପ୍ରକୃତ ଫରକ କ'ଣ? ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହାର ଉତ୍ତର ମାତ୍ର ଗୋଟିଏ ଶବ୍ଦରେ ଲୁଚିଛି, ଆଉ ସେଇଟା ହେଉଛି ପ୍ରସ୍ତୁତି। ହଁ, କେବଳ ପ୍ରସ୍ତୁତି ହିଁ ନିଷ୍ପତ୍ତି ନିଏ ଯେ ଗୋଟେ ବିପଦ ବିପର୍ଯ୍ୟୟରେ ପରିଣତ ହେବ କି ନାହିଁ। ଠିକ୍ ଅଛି, ତେବେ ଆଜିର ଆଲୋଚନାକୁ ଆମେ ଏମିତି ଭାଗ କରିଛି। ପ୍ରଥମେ ଦେଖିବା ବିପଦ ଆଉ ବିପର୍ଯ୍ୟୟ ଭିତରେ ଫରକ କ'ଣ, ତାପରେ ବନ୍ୟା, ଝଡ଼ ଆଉ ବାତ୍ୟା ବିଷୟରେ ଜାଣିବା, ଆଉ ସବାଶେଷରେ ଯାହା ସବୁଠୁ ଜରୁରୀ, ସୁରକ୍ଷା ପାଇଁ କେମିତି ପ୍ରସ୍ତୁତ ରହିବା ସେ ବିଷୟରେ କଥା ହେବା। ଚାଲନ୍ତୁ ସିଧା ଆମ ପ୍ରଥମ ଭାଗକୁ ଯିବା। ଏଇ ଦୁଇଟା ଶବ୍ଦ ଆମେ ସବୁବେଳେ ଶୁଣୁ, ବିପଦ ଆଉ ବିପର୍ଯ୍ୟୟ। କିନ୍ତୁ ଏଇ ଦୁଇଟା ଭିତରେ ଯେଉଁ ସୂକ୍ଷ୍ମ ପାର୍ଥକ୍ୟ ଅଛି, ତାକୁ ବୁଝିବା ବହୁତ ଜରୁରୀ। ଦେଖନ୍ତୁ, ଏମିତି ଭାବନ୍ତୁ, ସମୁଦ୍ର ଭିତରେ ଗୋଟେ ବାତ୍ୟା ତିଆରି ହେଲା। ଏଇଟା ହେଉଛି ଗୋଟେ ବିପଦ, ମାନେ ହ୍ୟାଜାର୍ଡ। ଏହା କ୍ଷତି କରିବାର ସମ୍ଭାବନା ରଖିଛି। କିନ୍ତୁ ଯେତେବେଳେ ସେଇ ବାତ୍ୟାଟା ଆସି ଆମ ଅଞ୍ଚଳରେ ପହଞ୍ଚେ ଆଉ ଆମେ ପ୍ରସ୍ତୁତ ନ ଥାଉ, ଆଉ ତାପରେ ବ୍ୟାପକ ଧନଜୀବନ ହାନି ହୁଏ, ସେଇ ସ୍ଥିତିକୁ କୁହାଯାଏ ବିପର୍ଯ୍ୟୟ ବା ଡିଜାଷ୍ଟର। ତେଣୁ ବିପଦ ହେଉଛି କାରଣ, ଆଉ ବିପର୍ଯ୍ୟୟ ହେଉଛି ତାର ପରିଣାମ, ଯେତେବେଳେ ଆମେ ତାକୁ ସମ୍ଭାଳି ପାରୁନା। ଏହି ଉଦାହରଣରେ କଥାଟା ପୂରାପୂରି ସ୍ପଷ୍ଟ ହୋଇଯିବ। ଭାବନ୍ତୁ, ଗୋଟେ ଶକ୍ତିଶାଳୀ ଝଡ଼ ସମୁଦ୍ରରୁ ଉପକୂଳ ଆଡ଼କୁ ଆସୁଛି। ଏଇଟା ହେଲା ବିପଦ। ଏବେ ଦ୍ୱିତୀୟ ସ୍ଥିତି ଦେଖନ୍ତୁ। ସେଇ ସମାନ ଝଡ଼ଟା ଆସି ଏମିତି ଗୋଟେ ସହରରେ ମାଡ଼ ହେଲା, ଯେଉଁଠି ଲୋକମାନେ ସଚେତନ ନଥିଲେ, ଘରଦ୍ୱାର ଦୁର୍ବଳ ଥିଲା। ଫଳରେ ଭୟଙ୍କର ବନ୍ୟା ହେଲା, ଅନେକ ଜୀବନ ଗଲା। ଏଇଟା ହେଲା ବିପର୍ଯ୍ୟୟ। ତେଣୁ ଝଡ଼ଟା ସମାନ, କିନ୍ତୁ ଆମ ପ୍ରସ୍ତୁତି ହିଁ ଫରକ ଆଣିଲା। ବିପଦ ଆଉ ବିପର୍ଯ୍ୟୟର ଫରକ ତ ବୁଝିଗଲେ। ଏବେ ଆସନ୍ତୁ ଆମର ସବୁଠୁ ପରିଚିତ ବିପଦ ମାନେ ବନ୍ୟା ବିଷୟରେ କଥା ହେବା। ଯେତେବେଳେ ପାଣି ନିଜ ସୀମା ଟପିଯାଏ, ସେତେବେଳେ କ'ଣ ହୁଏ? ଆମେ ସାଧାରଣତଃ ବନ୍ୟା କହିଲେ ଗୋଟିଏ କଥା ବୁଝୁ, କିନ୍ତୁ ଜାଣିଛନ୍ତି ବନ୍ୟା ବି ମୁଖ୍ୟତଃ 5 ପ୍ରକାରର। ଗୋଟେ ହେଲା ଆକସ୍ମିକ ବନ୍ୟା ବା ଫ୍ଲାsh ଫ୍ଲଡ୍, ଯାହା ପାହାଡ଼ିଆ ଅଞ୍ଚଳରେ ହଠାତ୍ ଆସି ସବୁ ଭସାଇ ନିଏ। ତାପରେ ଆସିଲା ଉପକୂଳ ବନ୍ୟା, ଯାହା ବାତ୍ୟା ସମୟରେ ସମୁଦ୍ର ପାଣି ମାଡ଼ି ଆସିଲେ ହୁଏ। ନଦୀ ବନ୍ୟା ତ ଆମେ ସମସ୍ତେ ଜାଣିଛେ, ଲଗାଣ ବର୍ଷାରେ ନଦୀ ପାଣି କୂଳ ଲଙ୍ଘିଲେ ହୁଏ। ଆଉ ଏବେକାର ବଡ଼ ସମସ୍ୟା ହେଉଛି ସହରୀ ବନ୍ୟା ଆଉ ବୃଷ୍ଟିଜନିତ ବନ୍ୟା। ଏସବୁର ପ୍ରକୃତି ଆଉ ପ୍ରଭାବ ପରସ୍ପରଠାରୁ ବହୁତ ଅଲଗା। ଏଇ ଦୃଶ୍ୟଟା ଏବେ ବହୁତ ପରିଚିତ ଲାଗୁଥିବା, ଖାସ୍ କରି ସହରର ରହୁଥିବା ଲୋକଙ୍କୁ। ଏଇଟା ହେଉଛି ସହରୀ ବନ୍ୟା। ଟିକେ ବେଶୀ ବର୍ଷା ହେଲେ ସହରର ନାଳ ନର୍ଦ୍ଦମା ସବୁ ଜାମ୍ ହୋଇଯାଏ, ଆଉ ରାସ୍ତାଗୁଡ଼ାକ ନଈ ପାଲଟିଯାଏ। ପୁରା ସହରର ଜୀବନଯାତ୍ରା ଯେମିତି ଅଟକିଯାଏ। ଓଡ଼ିଶା ଆଉ ବନ୍ୟାର ସମ୍ପର୍କ ବହୁତ ପୁରୁଣା। ଏଇ ଦେଖନ୍ତୁ, 1980, 1982, 2001, 2003, ତାଲିକାଟା ବହୁତ ଲମ୍ବା। ଏଗୁଡ଼ିକ ଖାଲି କ୍ୟାଲେଣ୍ଡରର ବର୍ଷ ନୁହେଁ, ଏଗୁଡ଼ିକ ହେଉଛି ଓଡ଼ିଶାର ଲୋକଙ୍କ ପାଇଁ ସଂଘର୍ଷ ଆଉ ସାହସର ସ୍ମୃତି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ବନ୍ୟା ଆମ ପାଇଁ ଏକ ବାରମ୍ବାର ଆସୁଥିବା ଆହ୍ୱାନ, ଆଉ ଏଥିପାଇଁ ସବୁବେଳେ ସଜାଗ ରହିବା ନିହାତି ଦରକାର। ଠିକ୍ ଅଛି, ତେବେ ପାଣିର ବିପଦ କଥା ତ ଆମେ ଦେଖିଲେ। ଏବେ ଚାଲନ୍ତୁ ଆକାଶ ଆଡ଼କୁ ଦେଖିବା, କାରଣ ବେଳେବେଳେ ବିପଦ ସେଠୁ ବି ଆସେ, ଝଡ଼, କୁଆପଥର ଆଉ ବଜ୍ରପାତ ରୂପରେ। ଏ ସଂଖ୍ୟାଟାକୁ ଟିକେ ଦେଖନ୍ତୁ, 30,000 ଡିଗ୍ରୀ ସେଲ୍ସିୟସ୍। କ'ଣ ଭାବୁଛନ୍ତି? ଏଇଟା ହେଉଛି ଗୋଟିଏ ବିଜୁଳି ଘଡ଼ଘଡ଼ିର ତାପମାତ୍ରା। ଜାଣିଛନ୍ତି, ଏହା ଆମ ସୂର୍ଯ୍ୟପୃଷ୍ଠର ତାପମାତ୍ରାଠାରୁ ବି 5 ଗୁଣ ଅଧିକ। ଏବେ ଟିକେ କଳ୍ପନା କରନ୍ତୁ ଏହା କେତେ ଶକ୍ତିଶାଳୀ ହୋଇଥିବ। ଆଉ ଏଇଟା ଦେଖନ୍ତୁ, 10 କିଲୋରୁ ବି ଅଧିକ। ଏଇଟା ହେଉଛି ଆଜି ପର୍ଯ୍ୟନ୍ତ ରେକର୍ଡ କରାଯାଇଥିବା ଦୁନିଆର ସବୁଠୁ ଓଜନିଆ କୁଆପଥରର ଓଜନ।
ଭାବିଲେ ବି ଦେହ ଶୀତେଇ ଯାଉଛି ଯେ ଏତେ ବଡ଼ ବରଫ ପଥରଟେ ଆକାଶରୁ ଖସିଲେ କିଭଳି ବିନାଶ କରିପାରେ। ବଜ୍ରପାତ ସମୟରେ ସବୁଠୁ ବଡ଼ ଭୁଲ ହେଉଛି ଖୋଲା ଜାଗାରେ ରହିବା। କିନ୍ତୁ ଯଦି କେବେ ଏମିତି ପରିସ୍ଥିତିରେ ଫସିଯାଆନ୍ତି ଆଉ ଆଖପାଖରେ କୌଣସି ଆଶ୍ରୟସ୍ଥଳ ନ ଥାଏ, ତେବେ ଏହିପରି ଭାବରେ ଆଣ୍ଠି ବସିପଡ଼ିବା ଉଚିତ। ଏମିତି କରିବା ଦ୍ୱାରା ଶରୀରର କମ୍ ଅଂଶ ମାଟିକୁ ଛୁଏଁ, ଯାହା ବଜ୍ରପାତରୁ ରକ୍ଷା ପାଇବାର ସମ୍ଭାବନାକୁ ବଢ଼ାଇଦିଏ। ଏବେ ଆସନ୍ତୁ ସେହି ବିପଦ ବିଷୟରେ କଥା ହେବା, ଯାହାର ନାଁ ଶୁଣିଲେ ସବୁ ଓଡ଼ିଆଙ୍କ ମନରେ ଏକ ଭୟ ଆସିଯାଏ — ବାତ୍ୟା। ପ୍ରକୃତିର ଏହି ବିଶାଳ ଘୂର୍ଣ୍ଣୟମାନ ଶକ୍ତି। ଗୋଟେ ବାତ୍ୟା ଚାଲିଗଲା ପରେ ଠିକ୍ ଏମିତି ଦୃଶ୍ୟ ଦେଖିବାକୁ ମିଳେ। ଚାରିଆଡ଼େ ଉପୁଡ଼ି ପଡ଼ିଥିବା ଗଛ, ଭାଙ୍ଗି ଯାଇଥିବା ବିଜୁଳି ଖୁଣ୍ଟ ଆଉ ଧ୍ୱଂସ ହୋଇଯାଇଥିବା ଘର। ଏହି ଗୋଟିଏ ଚିତ୍ର ହିଁ ବାତ୍ୟାର ଭୟଙ୍କରତା ବୁଝାଇବା ପାଇଁ ଯଥେଷ୍ଟ। ଇତିହାସ ସାକ୍ଷୀ ଅଛି ଯେ ଭାରତୀୟ ଉପମହାଦେଶ କେତେ ଭୟଙ୍କର ବାତ୍ୟାର ସାମ୍ନା କରିଛି। 1864ର କଲକାତା ବାତ୍ୟା ହୋ ବା 1971ର ଓଡ଼ିଶା ବାତ୍ୟା କିମ୍ବା 1991ର ବାଂଲାଦେଶ ବାତ୍ୟା, ଯେଉଁଥିରେ ଲକ୍ଷାଧିକ ଲୋକଙ୍କର ଜୀବନ ଯାଇଥିଲା। ଏହି ତଥ୍ୟଗୁଡ଼ିକ କେବଳ ସଂଖ୍ୟା ନୁହେଁ, ଏଗୁଡ଼ିକ ହେଉଛି ଏକ ଚେତାବନୀ ଯେ ବାତ୍ୟାକୁ କେବେ ହେଲେ ହାଲୁକା ଭାବେ ନେବା ଉଚିତ ନୁହେଁ। ବନ୍ୟା, ବଜ୍ରପାତ, ବାତ୍ୟା ଏତେ ସବୁ ବିପଦ ବିଷୟରେ ତ ଆମେ ଜାଣିଲେ, କିନ୍ତୁ କେବଳ ଜାଣିଦେଲେ ତ ହବନି। ସବୁଠୁ ବଡ଼ କଥା ହେଲା ଏସବୁରୁ ନିଜକୁ ଆଉ ନିଜ ପରିବାରକୁ କେମିତି ସୁରକ୍ଷିତ ରଖିବା। ଚାଲନ୍ତୁ ଏବେ ସେହି ପ୍ରସ୍ତୁତି ବିଷୟରେ କଥା ହେବା। ସବୁ ଘରେ ଗୋଟିଏ ଜରୁରୀକାଳୀନ କିଟ୍ ବା ବ୍ୟାଗ୍ ସବୁବେଳେ ପ୍ରସ୍ତୁତ ହୋଇ ରହିବା ଦରକାର। ସେଥିରେ କ'ଣ କ'ଣ ରହିବ? କିଛି ଶୁଖିଲା ଖାଦ୍ୟ ଯେମିତି ଚୁଡ଼ା, ଗୁଡ଼, ପିଇବା ପାଇଁ ପାଣି, ଗୋଟେ ଛୋଟ ରେଡିଓ, ଟର୍ଚ୍ଚ ଆଉ କିଛି ଅତିରିକ୍ତ ବ୍ୟାଟେରୀ। ତା ସହିତ ଗୋଟେ ଫର୍ଷ୍ଟ ଏଡ୍ ବକ୍ସ, ମୋବାଇଲ ପାଇଁ ପାୱାର ବ୍ୟାଙ୍କ ଆଉ ସବୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ଗୋଟେ ପାଣି ନ ପଶିବା ଭଳି ବ୍ୟାଗ୍ରେ ରଖିବା ନିହାତି ଜରୁରୀ। ଯଦି ସରକାରଙ୍କ ତରଫରୁ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଯିବାକୁ ନିର୍ଦ୍ଦେଶ ଆସେ, ତେବେ ବ୍ୟସ୍ତ ନ ହୋଇ କିଛି ଜିନିଷ ଉପରେ ଧ୍ୟାନ ଦେବାକୁ ହେବ। ପ୍ରଥମେ ସବୁ ଜରୁରୀ କାଗଜପତ୍ର ଆଉ ମୂଲ୍ୟବାନ ଜିନିଷକୁ ନିଜ ସାଙ୍ଗରେ ନିଅନ୍ତୁ। ଦ୍ୱିତୀୟରେ, ଘରୁ ବାହାରିବା ଆଗରୁ ବିଜୁଳି ଆଉ ଗ୍ୟାସ୍ର ମେନ୍ ସୁଇଚ୍ ନିଶ୍ଚୟ ବନ୍ଦ କରନ୍ତୁ। ଯଦି ଘରେ ଗୃହପାଳିତ ପଶୁପକ୍ଷୀ ଅଛନ୍ତି, ସେମାନଙ୍କୁ ବି ସୁରକ୍ଷିତ ସ୍ଥାନକୁ ନେଇଯାଆନ୍ତୁ। ଆଉ ହଁ, କୁଆଡ଼େ ଯାଉଛନ୍ତି ସେ କଥା ପାଖ ପଡ଼ୋଶୀଙ୍କୁ ଜଣାଇଦେବାକୁ ଆଦୌ ଭୁଲିବେନି। ବଜ୍ରପାତରୁ ବଞ୍ଚିବାର ସବୁ ସରଳ ନିୟମଟିକୁ ଏହି ଇଂରାଜୀ ଧାଡ଼ିଟିରେ ମନେ ରଖିହେବ — "When thunder roars, go indoors"। ଏହାର ଅର୍ଥ ବହୁତ ସରଳ। ଯେତେବେଳେ ବି ଘଡ଼ଘଡ଼ିର ଶବ୍ଦ ଶୁଭିବ ଆଉ ବାହାରେ କିଛି କାମ ନାହିଁ, ସଙ୍ଗେ ସଙ୍ଗେ କୌଣସି ଘର ଭିତରକୁ ପଳାଇ ଆସନ୍ତୁ। ଏତିକି ସାବଧାନତା ଜୀବନ ବଞ୍ଚାଇ ଦେଇପାରେ। ତେବେ ଆଜିର ଆଲୋଚନାରୁ ଗୋଟେ କଥା ତ ସ୍ପଷ୍ଟ ଯେ କ'ଣ କରିବାକୁ ହେବ ସେ ବିଷୟରେ ଆମ ପାଖରେ ସୂଚନା ଅଛି। କିନ୍ତୁ ପ୍ରକୃତ ପ୍ରଶ୍ନ ଏଇଟା ନୁହେଁ। ପ୍ରକୃତ ପ୍ରଶ୍ନ ହେଉଛି, ଯେତେବେଳେ ସତରେ ବିପଦ ଆସିବ, ସେତେବେଳେ ଏହିସବୁ କଥାକୁ କାମରେ ଲଗାଇବା ପାଇଁ ଆମେ କ'ଣ ମାନସିକ ସ୍ତରରେ ପ୍ରସ୍ତୁତ? ଏହି ପ୍ରଶ୍ନଟି ସହିତ ଆଜିର ଆଲୋଚନାକୁ ଏଇଠି